ରିଏଲ ମିଷ୍ଟ ଅଫ୍ ଇଣ୍ଡିଆ ଅନୁକୂଳରେ ଅନୁଷ୍ଠିତ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ସ୍ୱାଗତ କରିବା ସହିତ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର। ଆଉ ସର୍ବପ୍ରଥମେ ପରମେଶ୍ୱର ପିତା, ପରମେଶ୍ୱର ପୁତ୍ର, ପରମେଶ୍ୱର ପବିତ୍ର ଆତ୍ମା ତ୍ରିଏକ ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦଉଛି। ପ୍ରଭୁ ଆମମାନଙ୍କୁ ଏକ ସୁନ୍ଦର ସୁଯୋଗ ଦେଇଅଛନ୍ତି ତାଙ୍କ ପଦ ତଳେ ବସିବା ପାଇଁ, ତାଙ୍କର ସେବା ଆରାଧନା କରିବା ପାଇଁ। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେବା ସହିତ ପ୍ରଭୁଙ୍କର ସମସ୍ତ ମନୋନୀତ ଦାସ ଦାସୀ ମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଅଛି। ଆପଣମାନେ ଭୋର ସକାଳୁ ଉଠି ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଇ ପ୍ରଭୁଙ୍କ ପଦ ତଳେ ବସି ଅଛନ୍ତି। ପ୍ରଭୁ ନିଶ୍ଚୟ ଆମେ ସମସ୍ତଙ୍କୁ ଆଶୀର୍ବାଦ କରିବି। ଆଉ ଆଜି ଆମଙ୍କର କାର୍ଯ୍ୟସୂଚୀ ଅନୁସାରେ ଆଉ ମାନସୀ ଲିମା ମାଙ୍କର ଥିଲା, କିନ୍ତୁ ଦୁଃଖର ଖବର ଆମେ ଶୁଣିପାରିଲୁ ଯେ ଗଜପତି ଜିଲ୍ଲା ଗାଇବା ମଣ୍ଡଳୀର ପାଳକ ଆମମାନଙ୍କର ରେଭରେଣ୍ଡ ଆଉ ପବିତ୍ର ବ୍ୟବର୍ତ୍ତା ଆଜ୍ଞାଙ୍କର ଭାଉଜ ଡେଥ୍ କରିଗଲେ, ମୃତ୍ୟୁବରଣ କଲେ। ଯଦ୍ୱାରା ସେଇ ଦୁଃଖୀ ପରିବାରକୁ ସେଇ ଲିମା ପରିବାର ଯାଇଅଛନ୍ତି ଆଉ ତାଙ୍କ ରିଲେଟିଭ ହେବେ, ତେଣୁ ସେ କରିପାରୁନାହାନ୍ତି। ତେଣୁ ତାଙ୍କ ବଦଳରେ ଆଉ ମୁଁ ବାଧ୍ୟ ହୋଇକି ଆଜିର ଉପାସନା ପରିଚାଳନା କରିବା ପାଇଁ ଆଗକୁ ଆସିଅଛି। ଆଉ ରିନାପାଲ ଦିଦିଙ୍କୁ ମୁଁ ଧନ୍ୟବାଦ ଦଉଛି। ରିନାପାଲ ଦିଦି ବହୁତ ସୁନ୍ଦର ଭାବରେ ଆଜିର ମଧ୍ୟସ୍ଥି ପ୍ରାର୍ଥନାକୁ ପରିଚାଳନା କଲେ। ତାଙ୍କ ସହିତ ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ମଧ୍ୟ ମିଶିକି ଆଉ ପ୍ରାର୍ଥନା କରିଅଛନ୍ତି। ପ୍ରଭୁ ଆମମାନଙ୍କ ପ୍ରାର୍ଥନା ଶୁଣିଅଛନ୍ତି। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେବା ସହିତ ପୁଣି ପ୍ରତ୍ୟେକଙ୍କୁ ପୁଣି ଥରେ ମୁଁ ଧନ୍ୟବାଦ ଦେଉଅଛି। ତେବେ ଆସନ୍ତୁ ଆମମାନେ ଆଜିର ପ୍ରାତଃକାଳ ଉପାସନା ଆମମାନେ ଆରମ୍ଭ କରିବା ପୂର୍ବରୁ ପ୍ରଭୁଙ୍କର ସେ ଜୀବନ୍ତ ବାକ୍ୟକୁ ମୁଁ ପଠନ କରିବି। ଗୀତ ସଂହିତା ତାର 100 ଏକ ପଦରୁ ଆଉ ମୁଁ ପଠନ କରିବା ପାଇଁ ଯିବି। ହେ ସକଳ ଦେଶ, ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଆନନ୍ଦରେ ସଦାପ୍ରଭୁଙ୍କର ସେବା କର, ଗାନ କରି ତାହାଙ୍କ ଛାମୁକୁ ଆସ। ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମେମାନେ ଜ୍ଞାତ ହୁଅ। ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ। ଆମେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ। ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ଆଉ ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। ପ୍ରଭୁ ଏହି ବାକ୍ୟ ପଠନ ଏବଂ ଶ୍ରବଣରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ମୁଁ ଆପଣମାନଙ୍କୁ ଅନୁରୋଧ କରେ, ଯଦି ଆମେ ଠିକ ଜାଗାରେ ବସିଛୁ, କମ୍ଫର୍ଟେବୁଲ ଜାଗାରେ ବସିଛୁ, ପ୍ରଭୁଙ୍କୁ ଗୌରବ ଦେବା ଉଦ୍ଦେଶ୍ୟରେ, ପରସ୍ପରକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆମେ ଭିଡିଓକୁ ଅନ୍ କରିକି ବସିପାରିବା। ଆମେ ପ୍ରାର୍ଥନା କଲୁ, ପ୍ରଭୁ ଆମେ ସମସ୍ତଙ୍କର ପ୍ରାର୍ଥନାକୁ ଶ୍ରବଣ କରିଅଛନ୍ତି। ଆଉ ବର୍ତ୍ତମାନ ପ୍ରଭୁ ମୋ ଜୀବନରେ, ଆପଣମାନଙ୍କ ଜୀବନରେ, ପାରିବାରିକ ଜୀବନରେ, ମାଣ୍ଡଳିକ ଜୀବନରେ ଯୋଉ ସମସ୍ତ ଆଶୀର୍ବାଦ କରିଅଛନ୍ତି, ଉକ୍ତ ଆଶୀର୍ବାଦକୁ ସ୍ମରଣ କରି ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା। ସ୍ତୁତି ଆରାଧନା ମାଧ୍ୟମ ଦେଇ ଆମମାନଙ୍କ ମଧ୍ୟରେ ଅଛନ୍ତି ପ୍ରଭୁଙ୍କର ଦାସ ରେଭରେଣ୍ଡ ରାଜେଶ ଲିମା ସାର୍ଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସ୍ୱାଗତ କରୁଅଛି। ଆଉ ଲିମା ସାର୍ ସମ୍ମୁଖକୁ ଆସିବି, ଆଜିର ସ୍ତୁତି ଆରାଧନାରେ କଡ଼େଇ ନେବେ। over to ରାଜେଶ ଲିମା ସାର୍। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ସାର୍, ପ୍ରେଜ୍ ଦ ଲର୍ଡ। ବହୁତ ଧନ୍ୟବାଦ। ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ନାମରେ ନମସ୍କାର। ସଦାପ୍ରଭୁ ପରମେଶ୍ୱରଙ୍କର ଗୌରବ ହେଉ। ପ୍ରଭୁ ଅନୁଗ୍ରହ କରି ଆମମାନଙ୍କୁ ନୂତନ ପ୍ରଭାତ ଦେଇଅଛନ୍ତି, ତାଙ୍କର ଉପସ୍ଥିତିରେ ବସି ତାଙ୍କର ଗୁଣ କୀର୍ତ୍ତନ କରିବା ପାଇଁ, ତାଙ୍କର ଗୌରବ ପ୍ରଶଂସା କରିବା ପାଇଁ। ସେଥିପାଇଁ ପ୍ରଭୁଙ୍କର ଗୌରବ ହେଉ। ଆସନ୍ତୁ ଆମମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଗୀତ ଗାନ କରିବା। ସେ ଦୟାମୟ ପରମେଶ୍ୱର, ସେ ପ୍ରେମରେ ପରିପୂର୍ଣ୍ଣ, କ୍ଷମାମୟ, ସେ ଆମମାନଙ୍କର ଉଦ୍ଧାରକର୍ତ୍ତା। ଥ୍ୟାଙ୍କ ୟୁ ଜିସସ୍। ଗାନ ଭଜନ
କର ହେ ମାନବ ଗଣ, ଯୀଶୁଙ୍କ ପ୍ରେମ ଗୁଣ ହେ। ଗାନ ଭଜନ କର ହେ ମାନବ ଗଣ, ଯୀଶୁଙ୍କ ପ୍ରେମ ଗୁଣ ହେ। ସେ ଯୀଶୁ ଦୟାବାନ, ପ୍ରେମରେ ପରିପୂର୍ଣ୍ଣ। ସେ ଯୀଶୁ ଦୟାବାନ, ପ୍ରେମରେ ପରିପୂର୍ଣ୍ଣ। କ୍ଷମାଶୀଳ ସମ୍ପନ୍ନ, ପତିତର ପାବନ। ପାପୀ ପରିତ୍ରାଣ ସାଧିବା କାରଣ, ପ୍ରେମେ ଆସି ହେଲେ ମଞ୍ଚେ ଅବତୀର୍ଣ୍ଣ। ଦେବାକୁ ଜୀବନ ଭୋଗିଲେ ମରଣ, ସତତ ସେ ପ୍ରେମ ସୁଧା କର ଗାନ। ଗାନ ଭଜନ କର ହେ ମାନବ ଗଣ, ଯୀଶୁଙ୍କ ପ୍ରେମ ଗୁଣ ହେ। ଗାନ ଭଜନ କର ହେ ମାନବ ଗଣ, ଯୀଶୁଙ୍କ ପ୍ରେମ ଗୁଣ ହେ। ବୀଣା ବଂଶୀ ବେହେଲା, ଭେରି ତୁରୀ ତବଲା। ବଂଶୀ ବେହେଲା, ଭେରି ତୁରୀ ତବଲା। ତମ୍ବୁରା କରତାଳ ଝାଞ୍ଜିକିନି ମର୍ଦନ, ଖଞ୍ଜଣି ମୃଦୁଙ୍ଗ ସୀତାର ସାରଙ୍ଗ। ଗାନ ଭଜନ କର ହେ ମାନବ ଗଣ, ଯୀଶୁଙ୍କ ପ୍ରେମ ଗୁଣ ହେ। ଗାନ ଭଜନ କର ହେ ମାନବ ଗଣ, ଯୀଶୁଙ୍କ ପ୍ରେମ ଗୁଣ ହେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମମାନଙ୍କୁ କେତେ ଦୟା କରିଅଛନ୍ତି, ଆଉ ସେ ଆମମାନଙ୍କ ନିମନ୍ତେ ସ୍ୱର୍ଗ ସୁଖ ଛାଡ଼ି ଜଗତ ମଧ୍ୟକୁ ଆସିଲେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ। ସେ କେତେ ଦୟା କରିଛନ୍ତି, କେତେ ଅନୁଗ୍ରହ କରିଛନ୍ତି ମୋର ପ୍ରିୟମାନେ। ଆମେ ଆଉ ଗୋଟେ ଗୀତ ଗାଇ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା। ଥ୍ୟାଙ୍କ ୟୁ ଜିସସ୍, ହାଲେଲୁୟା। ଆମେ ସମସ୍ତେ ଜାଣିଥିବା ଗୀତ ଗାଇ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ବନ୍ଦନା କରିବା, ଆମେ ବନ୍ଦନା କରିବା ରାଜାଧିରାଜାଙ୍କୁ, ଦେବାଧିଦେବଙ୍କୁ ବନ୍ଦନା କରିବା। ବନ୍ଦନା କରିବା, ଆମେ ବନ୍ଦନା କରିବା ରାଜାଧିରାଜାଙ୍କୁ, ଦେବାଧିଦେବଙ୍କୁ ବନ୍ଦନା କରିବା। ବନ୍ଦନା କରିବା, ଆମେ ବନ୍ଦନା କରିବା ରାଜାଧିରାଜାଙ୍କୁ, ଦେବାଧିଦେବଙ୍କୁ ବନ୍ଦନା କରିବା। ହାଲେଲୁୟା, ଗ୍ଲୋରି। ରାଜାଧିରାଜାଙ୍କୁ, ଦେବାଧିଦେବଙ୍କୁ ବନ୍ଦନା କରିବା। ଆମେ ବନ୍ଦନା କରିବା, ଆମେ ବନ୍ଦନା କରିବା ରାଜାଧିରାଜାଙ୍କୁ, ଦେବାଧିଦେବଙ୍କୁ ବନ୍ଦନା କରିବା। ଆକାଶ ନିର୍ମାଣକାରୀଙ୍କୁ, ଧରଣୀ ନିର୍ମାଣକାରୀଙ୍କୁ, ଆକାଶ ନିର୍ମାଣକାରୀଙ୍କୁ, ଧରଣୀ ନିର୍ମାଣକାରୀଙ୍କୁ
ସମୁଦ୍ର ବିଭକ୍ତକାରୀଙ୍କୁ ଆମେ ବନ୍ଦ ନା କରିବା, ଆମେ ବନ୍ଦ ନା କରିବା। ରାଜାଧିରାଜାଙ୍କୁ ଦେବାଧିଦେବଙ୍କୁ ବନ୍ଦନା କରିବା, ରାଜାଧିରାଜାଙ୍କୁ ଦେବାଧିଦେବଙ୍କୁ ବନ୍ଦନା କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସ୍ୱର୍ଗ ଉପବିଷ୍ଟ ପ୍ରଭୁଙ୍କୁ ମାନବ ନିର୍ମାଣକାରୀଙ୍କୁ, ସ୍ୱର୍ଗ ଉପବିଷ୍ଟ ପ୍ରଭୁଙ୍କୁ ମାନବ ନିର୍ମାଣକାରୀଙ୍କୁ, ମୃତ୍ୟୁ ବଳଭଗ୍ନକାରୀଙ୍କୁ ଆମେ ବନ୍ଦନା କରିବା, ଆମେ ବନ୍ଦନା କରିବା। ରାଜାଧିରାଜାଙ୍କୁ ଦେବାଧିଦେବଙ୍କୁ ବନ୍ଦନା କରିବା, ରାଜାଧିରାଜାଙ୍କୁ ଦେବାଧିଦେବଙ୍କୁ ବନ୍ଦନା କରିବା। ପାପୀଙ୍କ ମୁକ୍ତି ଦାତାଙ୍କୁ, ଈଶ୍ୱରଙ୍କ ସେହି ବାକ୍ୟକୁ, ପାପୀଙ୍କ ମୁକ୍ତି ଦାତାଙ୍କୁ, ଈଶ୍ୱରଙ୍କ ସେହି ବାକ୍ୟକୁ, ଆସୁଛନ୍ତି ସେହି ଯୀଶୁଙ୍କୁ ଆମେ ବନ୍ଦନା କରିବା, ଆମେ ବନ୍ଦନା କରିବା। ରାଜାଧିରାଜାଙ୍କୁ ଦେବାଧିଦେବଙ୍କୁ ବନ୍ଦନା କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ରାଜାଧିରାଜାଙ୍କୁ ଦେବାଧିଦେବଙ୍କୁ ବନ୍ଦନା କରିବା, ରାଜାଧିରାଜାଙ୍କୁ ଦେବାଧିଦେବଙ୍କୁ ବନ୍ଦନା କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ ପ୍ରଭୁ, ତୁମରି ଗୌରବ କରୁଛୁ, ତୁମରି ସ୍ତୁତି କରୁଛୁ, ତୁମରି ଆରାଧନା କରୁଛୁ, ତୁମରି ପ୍ରଶଂସା କରୁଛୁ ପ୍ରଭୁ, ତୁମରି ନାମର ଗୁଣ କୀର୍ତ୍ତନ କରୁଛୁ ପ୍ରଭୁ, କାରଣ ତୁମେ ମହାନ ପରମେଶ୍ୱର, ତୁମେ ରାଜାମାନଙ୍କ ରାଜା, ଦେବମାନଙ୍କର ଦେବ, ପ୍ରଭୁମାନଙ୍କର ପ୍ରଭୁ। ହାଲେଲୁୟା, ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ପ୍ରଭୁ ଆମମାନଙ୍କୁ କେତେ ଅନୁଗ୍ରହ କରିଅଛନ୍ତି, ଜୀବିତମାନଙ୍କ ମଧ୍ୟରେ ସ୍ଥାନ ଦେଇଛନ୍ତି, ତାଙ୍କର ଗୌରବ କରିବା ପାଇଁ, ତାଙ୍କର ପ୍ରଶଂସା କରିବା ପାଇଁ। ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍। ଧନ୍ୟବାଦ, ଧନ୍ୟବାଦ। ତାଙ୍କର ଉପସ୍ଥିତି ମଧ୍ୟକୁ ଆସିବା ପାଇଁ ପ୍ରଭୁ ଆମମାନଙ୍କୁ ଦୟା କରିଅଛନ୍ତି ମୋର ପ୍ରିୟମାନେ। ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ଶରଣ ଶ୍ରୀ ଚରଣେ, ଶରଣ ଶ୍ରୀ ଚରଣେ, ମୁକ୍ତି ଦାତା ଯୀଶୁ ମମ, ତବ ଚରଣେ ମୋ ଶରଣ, ମୁକ୍ତି ଦାତା ଯୀଶୁ ମମ, ତବ ଚରଣେ ମୋ ଶରଣ। ହାଲେଲୁୟା, ସେ ମୁକ୍ତି ଦାତା, ସେ ଜୀବିତ ପ୍ରଭୁ, ତାଙ୍କର ଚରଣ ତଳକୁ ଆସିବା ପାଇଁ, ତାଙ୍କର ଚରଣ ତଳେ କୋଟି କୋଟି କିରୁବଗଣ ଉବୁଡ଼ ହୋଇ ପ୍ରଣାମ କରନ୍ତି। ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍। ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମର ଚରଣ ତଳକୁ ଆମେ ଆସିଅଛୁ, ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ, ତୁମରି ଜୟ ଜୟକାର କରୁଛୁ ପ୍ରଭୁ। ହାଲେଲୁୟା, ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ପ୍ରଭୁ। ଥ୍ୟାଙ୍କ ୟୁ ଜିସସ୍। ତୁମରି ମହିମା କରୁଛୁ, ତୁମରି ଗୁଣାନୁବାଦ କରୁଛୁ ପ୍ରଭୁ। ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ହାଲେଲୁୟା, ଧନ୍ୟ ସଦା ପ୍ରଭୁ ପରମେଶ୍ୱର।
Praise you, Lord. Praise you, Lord. Hallelujah. Hallelujah. Thank you, Jesus. ଆମେ ଆଉ ଗୋଟେ ଗୀତ ଗାଇ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା। Thank you, Lord. ଧନ୍ୟବାଦ ପ୍ରଭୁ, ତୁମର ଉପସ୍ଥିତି ଆମମାନଙ୍କ ମଧ୍ୟରେ ଦେଇଛ, ସେଥିପାଇଁ ତୁମର ଗୌରବ କରୁଛୁ, ତୁମର ପ୍ରଶଂସା କରୁଛୁ। ହାଲେଲୁୟା, ହାଲେଲୁୟା। ଧନ୍ୟବାଦ। Praise you, Lord. Praise you, Lord. Thank you, Lord Jesus. হে ଅବ୍ରାହ୍ମଙ୍କ ଈଶ୍ୱର, ଇସାକଙ୍କ ଈଶ୍ୱର, ଯାକୋବଙ୍କ ଈଶ୍ୱର, ହେ ଅବ୍ରାହ୍ମଙ୍କ ଈଶ୍ୱର, ଇସାକଙ୍କ ଈଶ୍ୱର, ଯାକୋବଙ୍କ ଈଶ୍ୱର, ଜିହୋବା ଜିରିଏ ମୋର, ଜିହୋବା ନିସିଏ ମୋର, ଜିହୋବା ଜିରିଏ ମୋର, ଜିହୋବା ନିସିଏ ମୋର, ଜିହୋବା ସାଲେମ ହେ ମୋର, ହେ ମୋର ଦୟା ସାଗର, ଜିହୋବା ସାଲେମ ହେ ମୋର, ହେ ମୋର ଦୟା ସାଗର, ହେ ଅବ୍ରାହ୍ମଙ୍କ ଈଶ୍ୱର, ଇସାକଙ୍କ ଈଶ୍ୱର, ଯାକୋବଙ୍କ ଈଶ୍ୱର। ହାଲେଲୁୟା। ସେ ଜିହୋବା ରାଫା, ସେ ଆରୋଗ୍ୟକାରୀ, ସୁସ୍ଥତାକାରୀ, ସେ ଇମାନୁଏଲ ପରମେଶ୍ୱର, ଆମମାନଙ୍କର ସହିତ ଈଶ୍ୱର। ବିଶ୍ୱାସର ସହିତ ଏ ଗୀତକୁ ଗାଉ ମୋର ପ୍ରିୟମାନେ। ସେ ଜିହୋବା ରାଫା ସୁସ୍ଥକାରୀ। ଏ ଗୀତ ଗାଉ ଗାଉ ପ୍ରଭୁ ଆମମାନଙ୍କର ଜୀବନରେ ସେ କାର୍ଯ୍ୟ କରନ୍ତି। ହାଲେଲୁୟା। ଜିହୋବା ରାଫା ହେ ମୋର, ଜିହୋବା ରୋଇ ହେ ମୋର, ଜିହୋବା ରାଫା ହେ ମୋର, ଜିହୋବା ରୋଇ ହେ ମୋର, ଇମାନୁଏଲ ଈଶ୍ୱର, ଏ ମୋର ଦୟା ସାଗର, ଇମାନୁଏଲ ଈଶ୍ୱର, ଏ ମୋର ଦୟା ସାଗର, ହେ ଅବ୍ରାହ୍ମଙ୍କ ଈଶ୍ୱର, ଇସାକଙ୍କ ଈଶ୍ୱର, ଯାକୋବଙ୍କ ଈଶ୍ୱର। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ ଆମମାନଙ୍କର ସାହାଯ୍ୟକାରୀ। ଗୀତ ରଚକ କହନ୍ତି, ମୁଁ ପର୍ବତ ଗଣରେ ଉର୍ଦ୍ଧ୍ୱ ଦୃଷ୍ଟି କରିବି, କେଉଁଠାରୁ ମୋର ସାହାଯ୍ୟ ଆସିବ? ମୋର ସାହାଯ୍ୟ ସଦା ପ୍ରଭୁଙ୍କ ଠାରୁ ଆସେ। ହାଲେଲୁୟା। ସେ ଆମମାନଙ୍କର ସୁରକ୍ଷାକାରୀ ମୋର ପ୍ରିୟମାନେ। ସେ ଆମମାନଙ୍କର ଦକ୍ଷିଣ ପାର୍ଶ୍ୱର ଛାୟା, ସେ ଆମମାନଙ୍କର ସୁରକ୍ଷାକାରୀ। ହାଲେଲୁୟା। ଦିବସରେ ସୂର୍ଯ୍ୟ କିମ୍ବା ରାତିରେ ଚନ୍ଦ୍ର ତୁମକୁ ଆଘାତ କରିବ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସାହାଯ୍ୟକାରୀ ହେ ମୋର, ଉଦ୍ଧାରକାରୀ ହେ ମୋର, ସାହାଯ୍ୟକାରୀ ହେ ମୋର, ଉଦ୍ଧାରକାରୀ ହେ ମୋର, ସୁରକ୍ଷାକାରୀ ହେ ମୋର,
ସାଗର ସୁରକ୍ଷାକାରୀ ହେ ମୋର ଦୟା ସାଗର ହେ ଅବ୍ରାହ୍ମଙ୍କ ଈଶ୍ୱର ଇସାକଙ୍କ ଈଶ୍ୱର ଯାକୁବଙ୍କ ଈଶ୍ୱର ହାଲେଲୁୟା। ଧନ୍ୟବାଦ ପ୍ରଭୁ, ତୁମେ ମହାନ ପରମେଶ୍ୱର, ତୁମେ ଆମମାନଙ୍କର ସାହାଯ୍ୟକାରୀ, ତୁମେ ଆମମାନଙ୍କର ଉଦ୍ଧାରକାରୀ, ତୁମେ ଆମମାନଙ୍କର ସୁରକ୍ଷାକାରୀ ଅଟ। ହାଲେଲୁୟା ପ୍ରଭୁ, ଆମେ ଅନେକ ସମୟରେ ମନୁଷ୍ୟ ଉପରେ ନିର୍ଭର କରିଥାଉ, ମନୁଷ୍ୟଠୁ ସାହାଯ୍ୟ ପାଇବା ପାଇଁ ଇଚ୍ଛା କରିଥାଉ, ଆମେ ହସ୍ତ ମିଳନ ଚାହିଁଥାଉ, ଅନ୍ୟମାନେ ମତେ ଦେବେ କି ବୋଲି ଆଶା କରିଥାଉ, କିନ୍ତୁ ତୁମେ ଯେ ଆମମାନଙ୍କର ସାହାଯ୍ୟକାରୀ। ହାଲେଲୁୟା, ତୁମେ ଆମମାନଙ୍କର ସମସ୍ତ ଆବଶ୍ୟକ ବିଷୟ ଯୋଗାଇବା ପରମେଶ୍ୱର। ଜିହୋବା ଜିରି, ଜିହୋବା ରାଫା, ଜିହୋବା ଶାଲୋମ, ତୁମେ ଶାନ୍ତି ଦେବା ପରମେଶ୍ୱର। ହାଲେଲୁୟା, ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ, ତୁମରି ଚରଣ ତଳେ ଆମେ ନିଜ ନିଜକୁ ସମର୍ପଣ କରୁଛୁ। ପ୍ରଭୁ, ସମ୍ପୂର୍ଣ୍ଣ ଭାବରେ ତୁମଠାରେ ଭରସା ବିଶ୍ୱାସର ସହିତ ପ୍ରଭୁ ଆମେ ତୁମକୁ କହୁଛୁ, ତୁମେ ଆମମାନଙ୍କର ସାହାଯ୍ୟକାରୀ। ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍। ଧନ୍ୟବାଦ ପ୍ରଭୁ, ଧନ୍ୟବାଦ ଏହି ସୁନ୍ଦର ସକାଳ ପାଇଁ, ଏହି ସୁନ୍ଦର ପ୍ରଭାତ ପାଇଁ। ମୋର ପ୍ରିୟମାନେ, ସେ କେବଳ ଆମମାନଙ୍କର ସାହାଯ୍ୟକାରୀ, ସେ ଆମମାନଙ୍କର ଉଦ୍ଧାରକାରୀ, ସେ ଆମମାନଙ୍କର ସୁରକ୍ଷାକାରୀ ଅଟନ୍ତି। ସେ ଜିହୋବା ଜିରି, ସମସ୍ତ ଆବଶ୍ୟକ ବିଷୟ ଯୋଗାଇବା ପରମେଶ୍ୱର। ହାଲେଲୁୟା। ଆମେ ଅନେକ ସମୟରେ ଅନ୍ୟମାନଙ୍କ ଠାରେ ନିର୍ଭର ଭରସା କରିଥାଉ, ମନୁଷ୍ୟ ଉପରେ ନିର୍ଭର ଭରସା କରିଥାଉ। ମୋର ପ୍ରିୟମାନେ, ଯେଉଁ ପରମେଶ୍ୱରଙ୍କ ଉପରେ ଆମେ ବିଶ୍ୱାସ କରୁଛୁ, ଯେଉଁ ପରମେଶ୍ୱରଙ୍କର ଉପସ୍ଥିତିରେ ବସି ଅଛୁ, ସେ ଆମମାନଙ୍କର ଜିହୋବା ଜିରି, ଜିହୋବା ରାଫା, ସେ ସୁସ୍ଥକାରୀ ପରମେଶ୍ୱର। ପୁନର୍ବାର ସମସ୍ତେ ଆମେ ଚକ୍ଷୁ ବନ୍ଦ କରି ବିଶ୍ୱାସର ସହିତ ଏହି କୋରସକୁ ଗାଇବା, ଆଉ ଆମେ ଆଜିର ଆରାଧନାକୁ ସମାପ୍ତ କରିବା। ହାଲେଲୁୟା। ସାହାଯ୍ୟକାରୀ ହେ ମୋର, କେବଳ ତାଙ୍କ ଠାରୁ ହିଁ ସାହାଯ୍ୟ ଆସେ। ସେ ଆକାଶ ଓ ପୃଥିବୀର ନିର୍ମାଣକାରୀ। ସାହାଯ୍ୟକାରୀ ହେ ମୋର, ଉଦ୍ଧାରକାରୀ ହେ ମୋର, ସାହାଯ୍ୟକାରୀ ହେ ମୋର, ଉଦ୍ଧାରକାରୀ ହେ ମୋର, ସୁରକ୍ଷାକାରୀ ହେ ମୋର, ହେ ମୋର ଦୟା ସାଗର, ସୁରକ୍ଷାକାରୀ ହେ ମୋର, ହେ ମୋର ଦୟା ସାଗର। ସେ ଆମମାନଙ୍କର ସୁରକ୍ଷାକାରୀ। ମୋର ପ୍ରିୟ ଲୋକମାନେ, ଆମମାନଙ୍କର ପରମେଶ୍ୱର ଆମମାନଙ୍କର ସୁରକ୍ଷାକାରୀ। ବାହାରେ ଯିବାରେ, ଭିତରେ ଆସିବାରେ ସେ ସହବର୍ତ୍ତୀ ପରମେଶ୍ୱର। ଆମେ ହଜାର ହଜାର କିଲୋମିଟର ନିଜେ ଡ୍ରାଇଭିଂ କରି ଅନ୍ୟ ସ୍ଥାନକୁ ଯାଇ ଫେରିବା ସମୟରେ ସେ ଆମମାନଙ୍କର ସୁରକ୍ଷାକାରୀ। ସମସ୍ତ ପ୍ରକାର ଆକ୍ସିଡେଣ୍ଟରୁ, ସମସ୍ତ ପ୍ରକାର ଆପଦ ବିପଦ, ରୋଗ ସଙ୍କଟରୁ ସେ ଆମମାନଙ୍କୁ ସୁରକ୍ଷା ଦେଇ କଢ଼େଇ ଆଣିଅଛନ୍ତି। ହାଲେଲୁୟା। ଆଉ ସେ ଆମମାନଙ୍କର ଜିହୋବା ରାଫା, ସୁସ୍ଥକାରୀ ପରମେଶ୍ୱର, ଆରୋଗ୍ୟକାରୀ ପରମେଶ୍ୱର। ଧନ୍ୟବାଦ ପ୍ରଭୁ, ତୁମେ ଆମମାନଙ୍କର ପ୍ରଭୁ, ତୁମେ ଆମମାନଙ୍କର ଉଦ୍ଧାରକର୍ତ୍ତା। ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ତୁମେ ଆମମାନଙ୍କର ଆଶା, ତୁମେ ଆମମାନଙ୍କର ଭରସା, ତୁମେ ଆମମାନଙ୍କର ବିଶ୍ୱାସ ଭୂମି ଅଟ। ସକଳ ଆଦର, ମହିମା, ଗୌରବ, ପୂଜା, ପ୍ରଶଂସା କେବଳ ତୁମକୁ ଦେଇ ଯୀଶୁଙ୍କ ନାମରୁ ସ୍ୱର କଲୁ ପିତା। ଆମେନ୍ ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ। ଧନ୍ୟବାଦ ଲିମା ସାର୍, ବହୁତ ସୁନ୍ଦର ଭାବରେ ବର୍ଷିପ କରିଅଛନ୍ତି। ୱାଣ୍ଡରଫୁଲ ଥିଲା, ୱାଣ୍ଡରଫୁଲ। ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ଆମେ ଲିମା ସାର୍ଙ୍କୁ ଧନ୍ୟବାଦ ଦେବା। ପୁଣି ଥରେ ମୁଁ ଅନୁରୋଧ କରୁଛି, ଯେଉଁମାନେ ଠିକ ଜାଗାରେ ବସିଛନ୍ତି, କମ୍ଫର୍ଟେବଲ ଜାଗାରେ ଅଛନ୍ତି, ପ୍ରଭୁଙ୍କର ଗୌରବ ନିମନ୍ତେ ଆଉ ପରସ୍ପରକୁ ଉତ୍ସାହିତ କରିବା ନିମନ୍ତେ ଆପଣମାନେ ଭିଡ଼ିଓ ଅନ୍ କରିକି ବସିପାରିବେ। ପୁଣି ଥରେ ଆପଣମାନଙ୍କୁ ମୁଁ ଅନୁରୋଧ କରୁଅଛି,
ବର୍ତ୍ତମାନ ଆମମାନେ ପ୍ରଭୁଙ୍କର ସେଇ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ଶ୍ରବଣ କରିବା ପାଇଁ ଯିବା। ଆଉ ବାକ୍ୟ ଶ୍ରବଣ କରିବା ପୂର୍ବରୁ ମୁଁ ଅନୁରୋଧ କରୁଅଛି, ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଅଛନ୍ତି, ଆଉ କୈଳାସ ଲିମା ସାରକୁ ମୁଁ ଅନୁରୋଧ କରି ପ୍ରଭୁଙ୍କ ଦାସ ଆଉ ପ୍ରାର୍ଥନାରେ ସ୍ମରଣ କରିବେ ଯେ ସୁନ୍ଦର ଭାବରେ ବର୍ଷିପ କରିଥିବା ପ୍ରଭୁଙ୍କ ଦାସ ରାଜେଶ ଲିମା ଆଜ୍ଞାଙ୍କୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରିବେ। କୈଳାସ ଲିମା ସାର୍, ସାର୍ ନମସ୍କାର। କୈଳାସ ଲିମା ସାର୍ ନମସ୍କାର। ନମସ୍କାର ନମସ୍କାର। ଆଉ ସାର୍ ଆପଣ ପ୍ରାର୍ଥନା କରନ୍ତୁ ଯେ ବର୍ଷିପ କରିଥିବା ପ୍ରଭୁଙ୍କ ଦାସ ରେଭରେଣ୍ଡ ରାଜେଶ ଲିମା ସାରଙ୍କ ପାଇଁ, ତାଙ୍କ ସେବା କାର୍ଯ୍ୟ ପରିବାର ପାଇଁ, ଆଉ ବାକ୍ୟ ନେଇ ଆସୁଅଛନ୍ତି ପ୍ରଭୁଙ୍କ ଦାସ ରେଭରେଣ୍ଡ ଡେଭିଡ ଲିମା ସାର୍, ତାଙ୍କ ପାଇଁ, ଏବଂ ସୁନ୍ଦର ଭାବରେ ଇଣ୍ଟରସେସରୀ ପ୍ରେୟାର ପରିଚାଳନା କରିଥିଲେ ପ୍ରଭୁଙ୍କ ଦାସୀ ଆଉ ରୀନା ପାଲ ଦିଦି, ତାଙ୍କ ପାଇଁ, ତାଙ୍କ ସେବା କାର୍ଯ୍ୟ ପରିବାର ପାଇଁ, ଏବଂ ଅନେକ ଲୋକମାନେ ଆଜି ଜଏନ୍ କରିନାହାନ୍ତି। ଆଉ ପ୍ରତିଦିନ ସକାଳୁ ଉଠୁ ଉଠୁ ମୁଁ ଫୋନ କରୁଥିଲି, ଏଇ 5-6 ଦିନ ହେଲା ମୁଁ ଫୋନ କରିପାରୁନାହିଁ, ଆଉ ମୋବାଇଲର ପ୍ରୋବ୍ଲେମ ହେତୁ। ଆଉ ଯେପରିକି ଠିକ ସମୟରେ ସମସ୍ତେ ଉଠିପାରିବେ, ଜଏନ୍ କରିପାରିବେ, ପ୍ରଭୁ ଯୋଉ ଆଶୀର୍ବାଦ ସକାଳୁ ସକାଳୁ ଆମମାନଙ୍କୁ ରଖିଅଛନ୍ତି ଦେବା ପାଇଁ, ଉକ୍ତ ଆଶୀର୍ବାଦକୁ ପ୍ରାପ୍ତ କରିପାରିବେ। ତେଣୁ ସମସ୍ତଙ୍କୁ ଠିକ ସମୟରେ ଉଠିବା ପାଇଁ ପ୍ରଭୁ ଯେପରି ସାହାଯ୍ୟ କରିବେ, ନିଦ୍ରାକୁ ଭଙ୍ଗନ ହେବାରେ ପ୍ରଭୁ ସାହାଯ୍ୟ କରିବେ। ମୁଁ ଯେତେବେଳେ ଶୋଏ, ମୁଁ ଗୋଟିଏ ବିଷୟ ପ୍ରାର୍ଥନା କରେ, ହେ ପ୍ରଭୁ ମତେ ଠିକ 4ଟାରେ ଉଠେଇ ଦିଅ। ମୁଁ ଆଲାର୍ମ ରଖେନି କି କିଛି ନାହିଁ, କେବଳ ଏତିକି ପ୍ରାର୍ଥନା କରିବି, ପ୍ରଭୁ ଠିକ 4ଟାରେ ମତେ ଟିକେ ଉଠେଇ ଦିଅନ୍ତୁ। ଠିକ 4ଟାରୁ 4ଟା ଅଧେ ଭିତରେ ମୁଁ ପ୍ରଭୁ ମତେ ଉଠେଇ ଦିଅନ୍ତି, ତାପରେ ଜୁମ୍ ଟା ଅନ୍ କରେ। ତେଣୁ ପ୍ରାର୍ଥନା କରିବା ଯେ ସମସ୍ତେ ଯେପରି ପ୍ରଭୁଙ୍କୁ ନିକଟରେ ପ୍ରାର୍ଥନା କରିବେ, ପ୍ରଭୁ ଉଠେଇବେ, ସେମାନେ ଉଠିବେ, ଜୁମ୍ରେ ବସିପାରିବେ, ସେଥି ନିମନ୍ତେ ପ୍ରାର୍ଥନା କରନ୍ତୁ ସାର୍। ତାପରେ ଜୁମ୍ରେ ଉପସ୍ଥିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ, ପ୍ରତ୍ୟେକ ପରିବାର ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରନ୍ତୁ। ଧନ୍ୟବାଦ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରାର୍ଥନା ପୂର୍ବରୁ ଆଜିକାର ଏହି ଜୁମ୍ ମିଟିଂରେ ଉପସ୍ଥିତ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଉଛି। ନମସ୍କାର। ଆସନ୍ତୁ ଆମେ ପ୍ରାର୍ଥନା କରିବା। ମଙ୍ଗଳମୟ ସଦା ପ୍ରଭୁ, ସେତେବେଳେ ତୁମର ମହାନାମକୁ ଧନ୍ୟବାଦ ଅଛି ପ୍ରଭୁ। ପ୍ରଭୁ ବିଗତ ସପ୍ତାହ ଠାରୁ ଏହି ସପ୍ତାହ ପର୍ଯ୍ୟନ୍ତ ପ୍ରଭୁ ତୁମର ଜୀବନରେ ବଞ୍ଚାଏ ପ୍ରଭୁ, ତୁମର ସେ ପବିତ୍ର ଦିନକୁ ଆମକୁ ଦେଖିବା ପାଇଁ ସୁଯୋଗ ଦେବ। ପ୍ରାତଃ କାଳରେ ପ୍ରଭୁ ତୁମ ନିକଟବର୍ତ୍ତୀ ହେବା ପାଇଁ ଆମକୁ ସାହାଯ୍ୟ କଲ। ଯଦିବା ପ୍ରଭୁ ମାନେ ବିଭିନ୍ନ ସ୍ଥାନରେ ଅଛୁ, ହେଲେ ମଧ୍ୟ ପ୍ରଭୁ ଏ ଯୋଉ ମାଧ୍ୟମରେ ପ୍ରଭୁ ସମସ୍ତଙ୍କୁ ଏକତ୍ର କରାଇ ତୁମର ସେବା ଉପାସନା କରିବା ନିମନ୍ତେ ଆମମାନଙ୍କୁ ସୁଯୋଗ ଦେଇଥିବାର ତୁମର ମହାନାମକୁ କୋଟି କୋଟି ଧନ୍ୟବାଦ ଦଉଛି ପ୍ରଭୁ। এই ସମୟରେ ପ୍ରାର୍ଥନା କରୁଛି ପ୍ରଭୁ, ତୁମର ଆରାଧନା ସ୍ତୁତି ବନ୍ଦନା କରିବା ନିମନ୍ତେ ପ୍ରଭୁ ତୁମର ପ୍ରିୟ ଦାସଙ୍କୁ ତାକୁ ଆଣିଲ ପ୍ରଭୁ। ତାଙ୍କର ମୁଖ ଦ୍ୱାରା ତୁମକୁ ଉଚ୍ଚାରିତ ହେଇ ପ୍ରଭୁ ଉତ୍ତମ ଭାବରେ ତାଙ୍କୁ ପ୍ରଶଂସା କରିବା ପାଇଁ ତୁମେ ସାହାଯ୍ୟ କଲ। ତାଙ୍କୁ ତୁମେ ବ୍ୟବହାର କରୁଅଛ, ତାଙ୍କୁ ପ୍ରଭୁ ତୁମେ ସୁନ୍ଦର କଣ୍ଠ ଦେଇଅଛ ରାଜା। এই କଣ୍ଠରେ ପ୍ରଭୁ ତୁମର ପ୍ରଶଂସା, ତୁମର ଗୌରବ କରୁ କରୁ ସେ ବଞ୍ଚିବେ। ଅନୁଗ୍ରହ ତୁମେ ପ୍ରଦାନ କର। ତାଙ୍କର ମିନିଷ୍ଟ୍ରିକୁ ମଧ୍ୟ ତୁମେ ଆଶୀର୍ବାଦ କର। ତାଙ୍କର ପରିବାରକୁ ମଧ୍ୟ ତୁମେ ବହୁଳ ଭାବରେ ଆଶୀର୍ବାଦ କର। ଆଗାମୀ ଦିନ ମାନଙ୍କରେ ପ୍ରଭୁ ଅନଲାଇନ ଅଫଲାଇନ ମାଧ୍ୟମରେ ପ୍ରଭୁ ସୁନ୍ଦର ଭାବରେ ପ୍ରଭୁ ସୁନ୍ଦର କଣ୍ଠରେ ଦେଇଅଛ ପ୍ରଭୁ, ସେ କଣ୍ଠରେ ତୁମର ପ୍ରଶଂସା, ତୁମର ଗୁଣାନୁବାଦ କରିବା ପାଇଁ ପାରିବେ। ଦାଉଦ ଯେ ପ୍ରକାର ପ୍ରଭୁ ସଙ୍ଗୀତ ଦ୍ୱାରା ପ୍ରଭୁ ତୁମର ପ୍ରଶଂସା କରୁଥିଲେ ପ୍ରଭୁ, ଆଜି ମଧ୍ୟ ପ୍ରଭୁ ଲିମା ଭାଇକୁ ତୁମ ହସ୍ତରେ ଦଉଛି। ସେ ପ୍ରଭୁ ତାଙ୍କୁ ତୁମେ ବ୍ୟବହାର କର। ତାଙ୍କ ସହଭକ୍ତି ପରମେଶ୍ୱର ତୁମେ ତାଙ୍କର ପଦୋଷ ଦୁର୍ବଳତା ପ୍ରତ୍ୟେକ ମାର୍ଜନା କରି ତୁମ ନିମନ୍ତେ ବ୍ୟବହାର କର। এই সময় প্রার্থনা করছি প্রভু, আଜି ସୁନ୍ଦର ବାକ୍ୟ ଦେବା ନିମନ୍ତେ ପ୍ରଭୁ ତୁମ ସେ ପବିତ୍ର ଦାସଙ୍କୁ ଆଜି ମନୋନୀତ କରିଅଛ ପ୍ରଭୁ। ତାଙ୍କର ମୁଖ ଦ୍ୱାରା ତୁମେ ଉଦ୍ଗାରିତ ହୁଅ ରାଜା। এই ପବିତ୍ର ବାକ୍ୟ ଯେପରି ଶୁଣି ପ୍ରଭୁ ଆମମାନେ ବୃଥା ମାତ୍ର ନୁହେଁ ପ୍ରଭୁ ବାକ୍ୟର କର୍ମକାରୀ ହେବା ପାଇଁ ପାରିବେ। ମୁଖ ତୁମେ ପ୍ରଦାନ କର। ଭାଇ ଡେଭିଡଙ୍କୁ ତୁମ ହସ୍ତରେ ଦଉଛି, ତାଙ୍କୁ ତୁମେ ଆଶୀର୍ବାଦ କର। ଯେଉଁ ଜୀବନ ଉତ୍ସର୍ଗୀକୃତ ଜୀବନ ଦେଇଛ ପ୍ରଭୁ ତୁମ ସେ ପ୍ରିୟ ଲୋକମାନଙ୍କ ସହିତ
प्रभु व्यवहार हेबा निमंते ऑफलाइन रे ऑनलाइन रे मध्य विभिन्न स्थान मानक प्रभु तुम्हें व्यवहार करुछ राजा पवित्र आत्मा रे परिपूर्ण कर हजाओ लुचाओ मुख द्वारा तुम्हें कथा कह से वाक्य द्वारा प्रभु हमने समस्त उपकृत होगा आशीर्वाद युक्त होगा से प्रभु तुम्हें करुणा कर ये समय प्रार्थना कर प्रभु रे नापल श्रेष्ठ को समस्त दूसरी प्रभु उद्देश्य से प्रार्थना रे प्रभु उत्तम भाव से कड़ाई नहीं थी तुम हस्तर दूसरी तुम्हें व्यवहार कर तुम महानाम को धन्यवाद दूसरी प्रभु तम परिवार को मत तुम आशीर्वाद कर प्रभु जो मैंने प्रभु उद्देश्य से प्रार्थना प्रभु आगे नहीं अच्छा तुम ठारे विभिन्न प्रभु दाबी रखी प्रार्थना कर प्रभु प्रत्येक प्रार्थना तुम उत्तर देवा परमेश्वर तुम्हें जो मैंने प्रार्थना कर समस्त तुम आशीर्वाद कर प्रभु जो मैंने प्रभु ए पर्यंत प्रभु ये जो मीटिंग रे जोड़ित हो पारि ना प्रभु से तुम आशीर्वाद कर अन्य दिन मान प्रभु ये प्राप्त काल प्रभु जो मीटिंग माध्यम जोड़ित हो तुम आशीर्वाद अंश पारे से प्रभु तुम्हें करुणा कर प्रत्येक को तुम्हें दया कर प्रार्थना कर प्रभु आज सकाल सन्ध्या पर्यंत आम बाहर जीवार भीतर आसवार प्रत्येक समय सभापति परमेश्वर पुनर्बार प्रार्थना कर प्रभु आज परिचालना कर आज्ञा तुम स्तर दूसरी प्रभु तुम पवित्र आत्मा चालना तुम्हें व्यवहार कर विश्वास रही आगामी समय पर्यंत प्रभु से उत्तम भाव में परिचालना करने पारे समाप्ति पर्यंत से प्रभु तुम्हें साहाय्य कर परिवार को तुम्हें दया कर प्रभु संयुक्त जीवन दे प्रभु जीवन माध्यम प्रत्येक को प्रभु एकत्र करने निमंते प्रभु तुम्हें से जीवन तुम्हें प्रदान कर प्रभु तुम्हें व्यवहार विभिन्न स्थान मानक प्रभु व्यवहार कर आगामी दिन मानक प्रभु आहरी आहरी शक्तियुक्त कर तुम पवित्र आत्मा अवगान तुम परिपूर्ण कर व्यवहार कर प्रभु ये प्रार्थना करुम प्रार्थना श्रवणकारी परमेश्वर तुम्हें जहाँ किसी मागे नहीं तुम्हें करुणा जाची प्रदान कर सकल प्रार्थना शुणिल बोली धन्यवाद यीशु का नाम प्रार्थना शुरू करुच्ची धन्यवाद सर निमा सर आपण समस्त विषय ने बोझर सहित प्रार्थना करियछंती प्रभु आपन को आशीर्वाद करंतु आजिर उपासनार दुईटी स्टेप शेष होईछि जे प्रथम स्टेप 4:30 रु 5टा आमनकर प्रार्थना व्यक्तिगत पारिवारिक मांडलिक प्रार्थना आमने करिथिलु प्रभु को पद तळे अर्थात प्रभु को आमने जणैथिलु द्वितीय स्टेप आमने आमनकर जीवन रे पारिवारिक मांडलिक जीवन रे प्रभु जो समस्त आशीर्वाद करिछंती उक्त आशीर्वाद को स्मरण करी प्रभु को आमने धन्यवाद कलु तृतीय स्टेप रे आमने अछु जहा कि प्रभु आम कथा कहिबे प्रभु आमान सहित कथा कहिबे आमान व्यक्तिगत जीवन रे पारिवारिक जीवन रे मांडलिक जीवन रे आवश्यक होतिबा विषय को प्रभु तांको दासों को मुख दे प्रकाश करिबे तेबे आसंतु आउ केही नुहंती आमे समस्तंकर अति प्रिय प्रभुंकर दास आउ आज आमे तांको पाई बहुत खुशी जेबे भी प्रभुंकर दास आसंते तांको मुखर वाक्य आमाने सुनी आमानको मन रे प्रिंट हेकी रही जाए अनेक गुरुत्व विषय सब प्रकाश करती आउ से प्रभुंक दास अर्थात रेवरेंड डेविड लिमा सार को प्रभु जीशु नाम रे मु स्वागत करे आसंतु आमने एक उच्च करताल दे लिमा सार को आमने स्वागत करिबा आ प्रभुंक दास सम्मुख को आसीबे प्रभुंकर से सत्य जीवंत वाक्य को प्रकाश करिबे अबे टू लिमा सार थैंक यू पीटर भाई अशेष अशेष धन्यवाद सर्वप्रथमे मु आमनकर सृष्टिकर्ता उद्धारकर्ता रक्षाकर्ता परित्राणकर्ता प्रभु परमेश्वर को धन्यवाद देवा संगे संगे आजिर पवित्र दिन रे प्राप्त काल रे आमने जेते जण प्रभु को आडु आह्वान प्राप्त होइछु समस्तंकर कति रे नमस्कार एवं प्रेज द लॉर्ड बाकी आरंभ करने पूर्व जमी पिक्चर रिलीज आरंभ होगा आगु किसी एडवर्टाइजमेंट आसे तो ठीक सेमिति
आपण मैंने समस्ते सचेतन अच्छा किंतु मु अल्प टिके कहवाई चाहे जो मानकर बीपी अच्छी सुगर अच्छी दयाकोरी चेकअप करंतु कारण काली आम गाँव गोटे पर दिन दर्दना घटना घटीगला एते यंग बयस रे कुआडे तार बीपी हाई डोज है आउ मस्तिष्क रे शिरा प्रशिरा फाटीगला रक्त जमाट हो गला डॉक्टर कहले ओपन सर्जरी हेले भी से बंचब नहीं तो पर दिन से प्रभुंकर कोल को चली गले तो प्रभु आम को जिते ज्ञान देइछन्ति बेले बेले आम माने नेग्लिजेंस नेग्लेक्ट हो जाई था एटा हबो नहीं कि सेटा हबो नहीं कि तो सतर्क हेबा पिला मानकर पई प्रभु आम मान जो मंडली देइछन्ति से मानकर पई पुओ झियो मानकर पई स्त्री पई बापा मानकर पई भाई भौणी मानकर पई आ विशेष करी प्रभुंकर पई देइथिबा 70 वर्ष बल सकाशु 80 वर्ष के आम माने सतर्कतार सहित आग को जीवा जमिते अजय भाई गाउथिले जे तांकर वर्शिप रे गीत केवल से ही आम मान को उद्धार करती कारण से आम मान उद्धार करता रक्षा करता तेणु हाथ आम माने समस्ते रहिबा आउ से ही बाकी तक जीवन परंतु आम मानकर द्वारा जहाँ संभव प्रभु कहले शिष्य मान को पत्थर घुंचई दिय जे मु जानी तुम मैंने केवल पत्थर घुंचेब पत्थर घुंचेबा काम तुम मान द्वारा हब किंतु जीवन देवा काम मोर द्वारा तो आम माने आम मानकर बल शक्ति चेष्टा सहित आम माने समस्ते मिलमिशि एक आर एक को पत्थर घुंचेबार काम करवा बाकी तक काम आम मानकर स्वर्गस्थ पिता से करेंगे तेणु आसु आज आम मानकर अति सुंदर पासे आम माने समस्ते अनेक थर शुणीचु अनेक प्रभुंकर दास माने अछंती आउ से माने मध्य अनेक थर प्रचार करिसंती किंतु मु जूम रे प्रथम थर एई वाक्य को प्रचार करिवे पई जाउची समस्तंकर अति प्रिय किए जने दया करी पढ़ी दियंतु तार द्वितीय राजावली 5 पर्वर 1 2 एवं 3 पद केवल एतिकी पद पढ़िले माने समस्ते वाक्यर सारांश को बुझीजिबा आराम्य राजा नामान नामक सेनापति आपणा प्रभुଙ୍କ दृष्टि महान और सम्भ्रांत लोक थिले कारण ताहा द्वारा सदाप्रभु अराम्य मान को जय प्रदान करथिले से मध्य महाविक्रमीशाली लोक थिला मात्र से कुष्ठी आराम्य माने दल दल होई बाहरी इस्राएल देश रे एक क्षुद्र बालिका को बंदी करी आनिथिले आ से नामान रो भार्यार सेवा करथिला पुणी से आपणा कर्तव्य कहला आ समरिया जो भविष्य वक्ता अछंती तांको संगे जबे मो प्रभु थांते तेबे तांको से तांको कुष्ठ रोगरु सुस्थ करन्ते प्रभु पठित वाक्य रे श्रवण रे एवं पढ़िथिबा आज्ञा को विशेष विशेष धन्यवाद प्रभु आशीर्वाद करंतु एई नामान जणे सेनापति साधारण व्यक्ति नुहंती एते शक्तिशाली यांकर माइंड टैक्टिक्स आंकर कुकल्पना मंत्रणा जंत्रणा आउ युद्ध रे केमिति सामर सजाड़िबा ए क्षेत्र रे नामान जने विशिष्ट योद्धा एवं सेनापति अटन आउ तार अंडर रे काम करुथिबा प्रत्येक सेनापति प्रत्येक सोल्जर माने तांको सालूट मारंती एइथि पई जे से युद्ध रे तांकरी क्षमता को से प्रदर्शन करी युद्ध रे विजय हासिल करन नामान जड़े सेनापति हट्टा खट्टा जवान तार गोड़र मुंड पर्यंत बलिष्ठ एवं स्ट्रंग व्यक्ति मस्तिष्क तांकर एक्सेलेंट सबु योद्धा मानक ठारू से प्रथम स्थान अख्तियार करिसंती आउ रजांकर से अति प्रिय पात्र अटंती रजा जेतेबेले तांको दायित्व सपी दियंती समर्पण करंती आउ रजा आराम से रहंती कारण से जानी छंती नामान रो क्षमता केते किंतु जेतेबेले
नामानकु कुष्ठ रोग आरंभ हैला से बिचारा धीरे धीरे कुष्ठ रोग को घुड़ेइबा पई आउ से क्रीम फ्रीम लगेई कना भिड़ी आउ से तांकर ऑफिस को जीवा आसीबा करूथांती किंतु केते काल से लुचेइबे कालक्रमे धीरे धीरे जिते बेले एते जने विख्यात व्यक्ति जे सेनापतिर पद अख्तियार करिसंती जे रजांकर प्रथम धाड़ीर प्रथम व्यक्ति अटंती तांको देहरे हठात गुटिए एमिति रोग हेगला जे तांकु जदि लोके जानिबे ताहेले से धीरे धीरे से पदरुच्युत हेबे पुणी लोके तांकु घृणा करिवे आउ सेई कालरे सेई प्रकार रोग जो मानंकु होउथिला से मानंकु गाँव रो बाहर करी परिवार रो बाहर करी गाँ मुंडरे छाड़ी दिया जाउथिला तो नामान सबु क्षेत्र से परफेक्ट हेले मध्य तार शरीर पाई से एते बड़ बोझरे अछंती जे कहिले न सरे जदि समस्ते जानिबे ताहले मु गाँ रु च्युत हेबी परिवार रु च्युत हेबी आ मोर सहित किए कथा हेबे नाही देखा हेबे नाही मु तो एते टैलेंटेड लोको किंतु कौन करबी आम मनकर ख्रिस्टियन जीवन रे भी आम माने अनेक थर निजको लोकों दृष्टि रे कंपेयर करि थाउ मोर चाकरी खंडे अच्छी मोर सुस्थ सबल शरीर अच्छी मोर पुओ झियो माने बड़ हेलेनी से माने निज गोड़रे ठिड़ा हेलेनी मोर बापांकर कणे भिटा जमी टिकी अच्छी सबु किछि अच्छी किंतु कौन प्रभुंक दृष्टि रे आम मानकर लाक अच्छी आम माने ताहा जानि पारु नाहु कारण जोसेफंकर भाई माने जोसेफंकु एइथिपाई बिक्री करिदेले जे से माने जानुछंती जोसेफ आम्मानको ठारू हाई अथॉरिटी हेबा पाई चेष्टा करूथिला आ आम माने समस्ते कुआडे तांको प्रणाम करिबु ए छोटो भाई या आगरे आमने काहेकि नतमस्तक कहबु ताकू से माने कुओरे पकई बिक्री करिदेले ए माने बिक्री करिदेले सत किंतु ए मानकु उद्धार करिबाई प्रभुंकर डायग्राम रे लेखा अछि जे जोसेफ बोली जने भाई आउ तांकु तांको निज भाई माने बिक्री करिदेबे किंतु जेतेबेले दुर्भिक्ष आसीबो दुर्भिक्ष आसीबा पूर्वरु ए माने भोकरे शोषरे मरिबा आगरु ए माननकु जे मु रक्षा करबी सेहिति पाई जोसेफंकु से मिशर को नै कि आग प्रस्तुत करी प्रधानमंत्री बेशरे प्रभु बसौछंती तो एई समरियरे रजा आउ अंडर रे जे आम मानकर नामान कुष्ठ रोगरे भरपूर अछंती ए अरामियर देश रे उद्धार करिबा पाई अरामिय देश को प्रभुंकर निकट को आनिबा पाई प्रभुंकु अरामिय देश रे प्रभुंकु प्रचार करिबा पाई अरामिय देश को प्रभुंकर वाक्य रे आउ प्रचारित हेबा पाई प्रभु कौनसी कार्य आंभ मानंकु सुधारिबा पाई आम मानकर भविष्यत रे कौनसी गोटे पीढ़ी को कौनसी गोटे जाति को कौनसी गोटे परिवार को प्रभुंक निकट को आनिबा पाई आम मानकु प्रचारक पालक आउ मिशनरी करी प्रभु व्यवहार करंती काहेकि जे दुर्भिक्ष आसीबा आगरु आउ एई आम मानकर विधवा कौठीर सारीपत्र अनेक विधवा अछंती किंतु एई विधवांक द्वारा एई कठिन परिस्थिति रे एई दुर्भिक्ष परिस्थिति रे लोकंकर खाइबा सरीबा को आरंभ होउची माँ पुओ केवल खंडे काठ साउंटुछंती आउ से मानकर लक्ष्य समाप्त हो सारिछि जे से मानकर पाखरे आउ किछि नाही मुठे मैदा आउ पातर रे टिके तैल छाड़िले किंतु प्रभु जानिछंती से तांकरी लोक मानकु उद्धार करिबा पाई तांकरी वंशधर तांकरी गोष्ठी को उद्धार करिबा पाई प्रभु तांकरी दासों को पठौछंती आउ एई समय रे से जेमिति कष्टमय परिस्थिति रे मध्य से प्रभुंकर दास को प्रथम स्थान देबे
प्रथम पिठा आनीदेवे आ प्रथम पानी देवे आउ जेतेबेले से पिठा खंडिक खाउछंती आउ एमिति आशीर्वाद प्रभुंकर दास करुछंती सेमानंकर सहित सेमानंकर सकल परिजन प्रभुंकर दास आउ विधवा आउ तांकर पुत्र दुर्भिक्ष शेष पर्यंत 3.5 वर्ष पर्यंत से माने प्रभुंकर दृष्टि रे ए दुर्भिक्षरु से माने वंचित हेले तो एठी हमने जानुचु जे नामान से प्रभुंकर दृष्टि रे हट्टा खट्टा अछंती रजांकर दृष्टि रे शत सेनापति अछंती रजांकर दृष्टि रे 1 नंबर ट्रिक फेलो अटंती किंतु कौन करिवो तार भितरे कुष्ठी रोग हो जाइछि नामान सब किछि करि पारुछंती किंतु ए कुष्ठी रोगर मुक्लिया पई से उपाय जानि नाहंती से प्रभुंकर निकट को जीवा जानि नाहंती से प्रभु को प्रभु बोली स्वीकार करिबा जानि नाहंती किंतु आश्चर्यर विषय ए नामान जेतेबेले दल दल लोकन को धरी इस्राएल को पराजय करी जेतेबेले से माने फेरुछंती फेरिबा समय रे प्रभु परमेश्वर को जानिथिबा गोटे जिहुदी झियों को धरी ए माने तांको संगरे आसीछंती आउ जिहुदी पुआ माने झियो माने अति सुंदर आउ से झियों को नामानंकर स्त्री रो देखभाल करिबा पई ताको गोटे मीट आकार रे नामानंकर स्त्री रो सहित से माने रखिछंती ए व्यक्ति सब किछि करि पारुछंती सेनापति किंतु असली अत्रु दूरे अछंती ए घरे गोटे चाकराणी भाबरे अछि गोटे अपाठुआ झियो परि अछि गोटे घरे काम करिबा झियो अछि समस्तंकर दृष्टि रे अणदेखा झियो अछि किंतु से जो प्रभु को जानिछंती से सर्व जगतर सृष्टिकर्ता को जानिछंती आज आममानकर जीवन रे आममानकर परिवार रे आममानकर सब किछि थिबा सत्वे आमने प्रभु परमेश्वर को जानि पारुछु ना प्रभु परमेश्वर को अजणतरे आमने सब किछि करि पारुछु कारण प्रथम करंदी 5:6 रे लेखा अछि जे अल्प टिके आउ खमीर से पूरा मैदा पिंडुला को जेमिति खमीरमय कर दिए एई कुष्ठी रोग नामान रो शरीर द्वारा तांकर परिवार एकदम चिंतार बोझ डाली देछि आउ जेतेबेले नामान ऑफिस रु आसुचंती आउ नामान धीरे धीरे सार्ट खोलिला परे से तांको स्त्री को कहउचंती मु कोन करबी मते चाकरी छाड़ीबा को बाध्य मु कौन करी मु तुम सहित अनेक दिन रही पारिबी नहीं जे आममानकर नियम कानून एई प्रकार कुहे मते ग्रामर बाहर रहिबा को पड़िबो जदि जानती एई प्रकार समस्या मोर हबो आउ एई समय रे जो झियो को माने नहीं कि आसी नामान स्त्रींकर चर्चा करिबा पई से झियो जानी पारिले आउ मैडम को कहउछंती मैडम आममानकर रजा जदि अमुक अमुक गाँव जदि थांते ताहले सेठी जने भविष्य वक्ता को मु जानिची से भल कर दे थांते जितेबले ए शब्दटा तांको कान रे पड़िला से जाईकी नामान को आगे गुणगुणे हेले आउ तांकर लोकमानक मध्य के जने रजा को कहले जे सार नामानंकर स्त्री रो घरे जो झियो छंती से एई प्रकार कहउछंती ठीक अछि से नामान रजांकर जने प्रिय पात्र सेनापति अछंती नामान जने शक्तिशाली आउ जने विशिष्ट योद्धार योद्धर विजयी करिबार ट्रिक जानिथिबा आउ साम्राज्य को संभाळिबार कैपेसिटी जने व्यक्ति अछंती तांको पई नामानंक पई से चिट्ठी खंडे लिखुछंती रजांकु फ्रॉम रजा टू अनदर रजा कहले आज्ञा आपण जदि जीवे मु रजांकु चिट्ठी खंडे लिखुची आपण जानतु कारण सेई काल रे रजांकर बिना परमिशन रे आपण कोनोसी जगह को जाई परिबे नै आउ नामान से साधारण व्यक्ति नुहंती से जे एते स्किलफुल व्यक्ति एते सेनापति रो लेवल रे अछंती से जणे बा जीवे केमिति आउ से तार सैन्य सामंत को धरी आउ
ସେଇ 6-7 ଟିକେ ପଢି ଦିଅ ଆଜ୍ଞା। କରୁଛେ ଆଜ୍ଞା ଛୁଆ ପଢଲୁ କହିଥିବ ଆଉ ଅଛି କିଏ ଆଜ୍ଞା, ଜଣେ ଅଛି। ଆଉ ଆଉ ସେ ଇସ୍ରାଏଲର ରାଜାଙ୍କ ନିକଟକୁ ପତ୍ର ନେଇଗଲା। ତହିଁରେ ଏହା ଲେଖା ଥିଲା ଯଥା, ପୁଣି ଏହି ପତ୍ର ତୁମ ନିକଟରେ ପହଞ୍ଚିଲେ ଦେଖିବ ଯେ ମୁଁ ଆପଣା ଦାସମାନଙ୍କୁ ତୁମ ନିକଟକୁ ପଠାଇଲି, ଯେପରି ତୁମ୍ଭେ ତାହାକୁ ତାହାର କୁଷ୍ଠ ରୋଗରୁ ସୁସ୍ଥ କରିବ। ତହୁ ଇସ୍ରାଏଲ ରାଜା ଏହି ପତ୍ର ପାଠ କରନ୍ତେ ଆପଣା ବସ୍ତ୍ର ଚିରି କହିଲା, ମାରିବାକୁ ଓ ବଞ୍ଚାଇବାକୁ ସମର୍ଥ ପରମେଶ୍ୱର କି ମୁଁ, ଯେ ଏ ଲୋକ ଏକ ମନୁଷ୍ୟକୁ ତାହାର କୁଷ୍ଠ ରୋଗରୁ ସୁସ୍ଥ କରିବା ପାଇଁ ମୋ ନିକଟକୁ ପଠାଇଅଛି। କିନ୍ତୁ ମୁଁ ବିନୟ କରୁଅଛି, ତୁମ୍ଭେମାନେ ବିବେଚନା କର, ସେ କିପରି ଆମ୍ଭ ବିରୋଧରେ ଛିଦ୍ର ଖୋଜୁଅଛି। ତ ଯେତେବେଳେ ରଜା ଏ ଚିଠି ପାଇଲେ, ରଜାଙ୍କର ହୋସ ଉଡିଗଲା। ସେ ରଜା ତ ଅଛନ୍ତି ସତ, ଯୁଦ୍ଧରେ ଲୋକଙ୍କର ସୈନ୍ୟ ସାମନ୍ତଙ୍କର ବଳରେ କଳରେ ସେ ଜିତି ପାରୁଛନ୍ତି ସତ, କିନ୍ତୁ ରଜା ତାର ଜ୍ଞାନ ଖଟେଇ ସେ ରାଜ୍ୟକୁ ରାଜତ୍ୱ କରୁଛି ସତ, କିନ୍ତୁ ଏଇ ସୁସ୍ଥତା ଅସୁସ୍ଥତା ତା ପକ୍ଷରେ ସମ୍ଭବ ନୁହଁ। ଆଉ ସେ ଚିଠି ପଢିଲା ପରେ ତାର ମୁଣ୍ଡ ଆଉ କାମ କଲା ନାହିଁ, ସେ ଘାବରା ହେଇଗଲା। ଆଉ ନିଜର ବସ୍ତ୍ର ଚିରି ସେ କହୁଛନ୍ତି ଯେ ଏଇ ଅରମିୟର ରଜା ଯୋଉ ଚିଠି ଖଣ୍ଡ ଲେଖିଛନ୍ତି, ସେ ଯୁଦ୍ଧ କରି କାଳେ ଆମ ମାନଙ୍କର ଟ୍ରିକ୍ ଜାଣିବା ପାଇଁ, ଆମ ମାନଙ୍କୁ ପରାସ୍ତ କରିବା ପାଇଁ, ଆମ ମାନଙ୍କର ଛଦ୍ମ ଗୁପ୍ତ ତଥ୍ୟ ରହସ୍ୟ ଜାଣିବା ପାଇଁ ବୋଧେ ଏମିତି କରିଛନ୍ତି। ତେଣୁ ମୋର ଆଉ ରଜାର ସାମ୍ରାଜ୍ୟର ଲୋକମାନେ ତୁମେ ଏଇ କଥାକୁ ବିବେଚନା କର। ଆଉ ସେ ଲେଖିଛନ୍ତି 10 ତାଳନ୍ତ। ଗୋଟିଏ ତାଳନ୍ତ ବାଇବେଲ ବିଶେଷଜ୍ଞ ମାନଙ୍କ ଦ୍ଵାରା କୁହାଯାଏ ଯେ 33 କେଜିରୁ 35 କେଜି, ଅନ୍ୟ ଲୋକମାନେ 35 କେଜିରୁ 40 କେଜି ଲେଖିଛନ୍ତି। ଗୋଟିଏ ତାଳନ୍ତ ଅର୍ଥାତ୍ 35 କେଜିରୁ 40 କେଜି ସୁନା। ଆଉ ସେ ପଠେଇଛନ୍ତି 10 ତାଳନ୍ତ ସୁନା। ଦେଖନ୍ତୁ, ମାନେ ସେ ନାମାନଙ୍କୁ କେତେ ଭଲ ପାଉଥିଲେ, ଆଉ ସେ ଖାଲି ହାତରେ ପଠଉନାହାନ୍ତି। 600 ମୁଦ୍ରା, ପୁଣି 10ଟି ମୂଲ୍ୟବାନ ଡ୍ରେସ ସେ ପଠଉଛନ୍ତି 5 ପଦରେ। ଏଇ ସବୁ ନେଇକି ଲୋକ ସାମ୍ରାଜ୍ୟର ସହିତ ଘୋଡାରେ ଅଶ୍ବରେ, ଆଉ ସେମାନେ ଯୁଦ୍ଧର ସାମଗ୍ରୀ ସହିତ କାଳେ ସେମାନଙ୍କୁ ଅନ୍ୟ କୌଣସି ଚୋର ଡକାୟତ ମାନେ ଆଟାକ୍ କରିବେ, ସେମାନଙ୍କ ଠାରୁ ସୁନା ଗହଣା ରୂପା ଚୋରି ନେଇଯିବେ, ସେଥିପାଇଁ ସେମାନେ ଗୋଟେ ସାମ୍ରାଜ୍ୟକୁ ଆଟାକ୍ କରିଲା ପରେ ସମଗ୍ର ଧରି ଯାଉଛନ୍ତି। ଆଉ ଯେତେବେଳେ ଚିଠି ଖଣ୍ଡିକ ରାଜାଙ୍କ ହାତରେ ପଡିଲା, ରଜାର ଜ୍ଞାନ ଶୂନ୍ୟ ହେଇଗଲା। ଆଉ ସେ ବସ୍ତ୍ର ଛିରି ଆଉ ପ୍ରଭୁଙ୍କ ନିକଟରେ ସମର୍ପିତ ହଉଛନ୍ତି ଯେତେବେଳେ, ସେତେବେଳେ ଏଇ ଖବରଟା ପ୍ରଭୁଙ୍କର ଦାସଙ୍କ ନିକଟରେ ପହଞ୍ଚିଲା। ଏଲିଶାଇ ଖବର ପଠେଇଲେ, ଆପଣ କାହିଁକି ବସ୍ତ୍ର ଚିରୁଛନ୍ତି? ଏତେ ଚିନ୍ତିତ ବ୍ୟତିବ୍ୟସ୍ତ କାହିଁକି? ଆପଣ ମାନେ ଜଗତର କାର୍ଯ୍ୟ କରିବା ପାଇଁ ଅଛନ୍ତି, ମନେ ରଖନ୍ତୁ। କିନ୍ତୁ ଆମମାନେ ଯେ ପ୍ରଭୁ ପରମେଶ୍ୱରଙ୍କର ସର୍ବ ଜଗତର ସୃଷ୍ଟିକର୍ତ୍ତାଙ୍କର ଯୋଦ୍ଧା ଅଟୁ, ଆମମାନେ ଯେ ଜଗତର ଉଦ୍ଧାରକର୍ତ୍ତାଙ୍କର ଯୋଦ୍ଧା ଅଟୁ। ଆପଣ ମାନେ ଯୁଦ୍ଧ କରି ଏଇ ଜଗତରେ ସବୁ କିଛି କରିପାରନ୍ତି, କିନ୍ତୁ ଆପଣଙ୍କର ଭିତରେ ଯାହା ଅସମ୍ଭବ ତାହା ପ୍ରଭୁଙ୍କର ଦାସ ମାନେ କରିପାରନ୍ତି। ଆପଣ ତ ସୁସ୍ଥ କରିପାରିବେ ନାହିଁ, ଆପଣ ତ କାହାକୁ ସ୍ପର୍ଶ କରିପାରିବେ ନାହିଁ, କିନ୍ତୁ ତାକୁ ମୋ ନିକଟକୁ ପଠେଇ ଦିଅନ୍ତୁ। କାରଣ ପ୍ରଭୁ ଅସମ୍ଭବକୁ ସମ୍ଭବ କରିବା ପରମେଶ୍ୱର। ଆମମାନଙ୍କର ପ୍ରଭୁ ଯାହା ଅସାଧ୍ୟ ଲୋକଙ୍କ ଦୃଷ୍ଟିରେ ତାହା ସାଧ୍ୟ କରିବା ପରମେଶ୍ୱର। ଇଏ ରଜା ଯେତେବେଳେ ଚିଠି ପଢୁଛନ୍ତି, ୟାର ଝାଳନାଳ ହେବା ଆରମ୍ଭ ହେଲାଣି, କିନ୍ତୁ ପ୍ରଭୁଙ୍କର ଦାସ ଘରେ ବସି ବସି ସେ ଯୋଉ ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି, ଯୋଉ ସୃଷ୍ଟିକର୍ତ୍ତାଙ୍କର ସେବକ ସେ ଜାଣିଛନ୍ତି ଯେ ପ୍ରଭୁଙ୍କର ଏଇଟା ବାଇ ହାତ କାଟିଲେ।
କହିଲେ ରଜା ତୁମେ କୌଣସି ପ୍ରକାର ଦୁଃଖ କରିବା ଦରକାର ନାହିଁ, ତାଙ୍କୁ ମୋ କତିକି ପଠେଇ ଦିଅନ୍ତୁ। ଯେହେତୁ ନାମାନ ହାଇ ଫାଇ ବ୍ୟକ୍ତି, ସେ ଭାବିଛନ୍ତି ଯେ ନାମାନ କବାଟ ଖୋଲିବେ, ମୋ ନିକଟକୁ ଆସିବେ, ପଚାରିବେ ଆଜ୍ଞା ଆପଣଙ୍କର ଆଗମନ କେମିତି ହେଲା, ସୁଗମନ ହେଲା ତ, କଣ ଖାଇବେ କଣ ପିନ୍ଧିବେ, ଆଉ ମୋର ଯୋଉ ଯୋଉଠି କୁଷ୍ଠ ହେଇଛି ସେ ହାତ ସାଉଳିବେ ପରା ବୋଲି ନାମାନ ତାର ଷ୍ଟାଟାସ ରେ ସେ ପ୍ରଭୁଙ୍କର ଦାସଙ୍କୁ ଏମିତି କରିବେ ପରା ବୋଲି ଭାବୁଛନ୍ତି। କିନ୍ତୁ ପ୍ରଭୁଙ୍କର ଦାସ ଏଲିସାଇ ସେ ଯୋଉ ସର୍ବ ଜଗତର ସୃଷ୍ଟିକର୍ତ୍ତାଙ୍କର ଦାସ, ସେ ଜାଣିଛନ୍ତି ତୋର ଜଗତର ଷ୍ଟାଟାସ, ତୋର ଜଗତର ସବୁ କିଛି ତୋ ପାଖରେ ରଖ। କିନ୍ତୁ ମୋର ପ୍ରଭୁ କହୁଛନ୍ତି ତୁ ଯେତେ ମହାନ ହେଲେ ମଧ୍ୟ ଲୋକଙ୍କ ଦୃଷ୍ଟିରେ, ତୁ ଯେତେ ସେନାପତି ହେଲେ ମଧ୍ୟ ଲୋକଙ୍କ ଦୃଷ୍ଟିରେ, ତୋର ସବୁ କିଛି ସଠିକ ଥିଲେ ବି, ତୋର ଯୁଦ୍ଧର ଷ୍ଟ୍ରାଟାଜିକ ଏକ୍ସେଲେଣ୍ଟ ଥିଲେ ବି, ତୁ ଯୁଦ୍ଧରେ ବିଜୟ ହେଲେ ବି, ମୁଁ ପ୍ରଭୁଙ୍କ ନାମରେ ତତେ ଯାହା କହୁଛି ତାହା ତୁ କରିବାକୁ ବାଧ୍ୟ। କଣ? ତୁ ସିଧା ଓହ୍ଲେଇକି ଯାଇକି 7 ଥର ଡୁବକି ଲଗା। ଏଇଟା ନାମାନକୁ ପସନ୍ଦ ହେଲା ନାହିଁ। ନାମାନ ରାଗିଗଲେ, କହୁଛନ୍ତି ଯେ କଣ ଆମ ଦେଶରେ ନଦୀ ନାହିଁ କି? ୟାଠୁ ବଢିଆ ବଢିଆ ସ୍ୱଚ୍ଛ ପାଣି ଯିବା ନଦୀ ଅଛି, ୟାଠୁ ଆଉ କେତେ ବଢିଆ ସବୁ ପରିବେଶ ଅଛନ୍ତି, କିନ୍ତୁ ଏଇ ଗୋଳିଆ ପାଣିରେ ମତେ 7 ଥର ଡୁବକି ଲଗେଇବା ପାଇଁ କହୁଛନ୍ତି, ମୁଁ ଯିବି ନାହିଁ। ଯେତେବେଳେ ରାଗିଗଲେ, ନାମାନଙ୍କର ସୈନ୍ୟ ସାମନ୍ତରୁ ତାଙ୍କୁ ସାଲ୍ହା ଦେବା ଲୋକମାନେ ଧାଇଁକି ଗଲେ, କହିଲେ ଆଜ୍ଞା ଆପଣଙ୍କୁ ସେ ଯଦି ଆଉ କିଛି କହିଥାନ୍ତା, ତଳକୁ ହାତ ଉପରକୁ ଗୋଡ କରି ଯାଅ ବୋଲି କହିଥିଲେ, ସେଇଟା ଆପଣଙ୍କୁ ସଜେଇଥାନ୍ତା କି? ଆପଣ କୁଷ୍ଠି ଲୋକ, ଆପଣଙ୍କର ହାତରେ ଚାଲ ଆଣ୍ଠୁରେ ଚାଲ ବୋଲି କହିଥିଲେ ଆପଣଙ୍କୁ ଭଲ ଲାଗିଥାନ୍ତା କି? ପ୍ରଭୁଙ୍କର ଦାସ କଣ ଏମିତି କହିଦେଲେ ଯେ ଆପଣ ବିଗୁଡୁଛନ୍ତି? ଆପଣ ଯାଆନ୍ତୁ 7 ଥର ଡୁବକି ଲଗାନ୍ତୁ। ଆଉ ସେମାନଙ୍କର କଥା ଶୁଣି ଧୀରେ ଧୀରେ ଯେତେବେଳେ ନାମାନ ନଦୀକୁ ଓହ୍ଲଉଛନ୍ତି, ଗୋଟିଏ ଥର ଡୁବକି ଲଗେଇଲେ ଦେଖୁଛନ୍ତି କିଛି ଫରକ ପଡୁନାହିଁ, ଦ୍ୱିତୀୟ ଥର ଡୁବକି ଲଗଉଛନ୍ତି, ଦେଖୁଛନ୍ତି କିଛି ଫରକ ପଡୁନାହିଁ, ଚତୁର୍ଥ ଥର ପଞ୍ଚମ ଥର ସେ ଡୁବକି ଲଗଉଛନ୍ତି, ଭାବୁଛନ୍ତି ଏତେ ଲୋକଙ୍କ ଆଗରେ ମତେ ଅପମାନ କରିବା ପାଇଁ ବୋଧେ କାଦୁଅ ପାଣିରେ ମତେ ଡୁବକି ମାରିବା ପାଇଁ କହୁଛନ୍ତି। କିନ୍ତୁ ତାର ମନ ଗୋଟିଏ କହୁଛି, ତା ହୃଦୟର ଆଉ ଆତ୍ମା କହୁଛି ତୁ ଡୁବକି ଲଗା, କାହିଁକି ସେମିତି ହେଉଛୁ, ତତେ ସୁସ୍ଥତା ଦରକାର। ଆଉ ଯେତେ ଥର 7 ଥର ସମ୍ପୂର୍ଣ୍ଣ ନମ୍ବର, 7 ସଂଖ୍ୟା ବାଇବଲରେ ସମ୍ପୂର୍ଣ୍ଣ ସଂଖ୍ୟା ଅଟେ। ଆଉ ଯେତେବେଳେ ଏଇ ନାମାନ 7 ଥର ଡୁବକି ମାରିଲେ, ଆଉ ଯେତେବେଳେ ସେ ବାହାରୁଛନ୍ତି, ସେତେବେଳେ ପ୍ରଭୁଙ୍କର ଅଲୌକିକ କାର୍ଯ୍ୟ, ପ୍ରଭୁଙ୍କର ସାଉ ଭବିଷ୍ୟତ ବକ୍ତାଙ୍କର କାର୍ଯ୍ୟ ଯେମିତି ସଫଳ ହୁଏ, ସେମିତି ପ୍ରଭୁ ତାଙ୍କୁ ଯେତେବେଳେ ସୁସ୍ଥ କରିଛନ୍ତି, ସେଇ କୁଷ୍ଠ ରୋଗ ମାନଙ୍କର ସ୍ଥାନରେ କଅଁଳ ପିଲାଙ୍କର ମାଂସ ଆଉ ଉତ୍ପନ୍ନ ହେବା, ଘୋଡେଇ ହେବାର ଆରମ୍ଭ ହେଲା। ଆଉ ସେତେବେଳେ ସେ ଧନ୍ୟବାଦ ଦେଇ ମନରେ ହସର ସହିତ, ଖୁସିର ସହିତ, ସେ ଜର୍ଜରିତ ରାଗରେ ସେ ନଦୀ ଭିତରକୁ ଯାଇଥିଲେ। କିନ୍ତୁ ଯେତେବେଳେ ପ୍ରଭୁଙ୍କର ଆଜ୍ଞାକୁ ପାଳନ କରି ସେ ନଦୀରୁ ଫେରୁଛନ୍ତି, ସେ ହସ ହସ ବଦନରେ, ଆଉ ଲୋକମାନଙ୍କୁ ଦେଖି ଖୁସିର ସହିତ, ନିଜକୁ ଦେଖି ସେ ଖୁସିର ସହିତ ଆଉ ଆସୁଛନ୍ତି। ଆସିଲା ପରେ ଏଲିସାଇକୁ ସେ ହୃଦୟର ସହିତ, ନମ୍ରତାର ସହିତ ସେ ଗିଡଉଛନ୍ତି, କହୁଛନ୍ତି ହେ ପ୍ରଭୁଙ୍କର ଦାସ, ମୁଁ ଯୋଉ ସୁନା ଗହଣା ଆଣିଛି, ଯୋଉ ମୂଲ୍ୟବାନ ବସ୍ତ୍ର ଆଣିଛି, ତାଙ୍କୁ ତୁମେ ଦୟା କରି ରଖ। ତାକୁ ନା ବୋଲି କହନ୍ତୁ ନାହିଁ ପ୍ରଭୁ, ତାଙ୍କୁ ତୁମେ ଦୟାକରି ରଖ। ଭବିଷ୍ୟତ ବକ୍ତାଙ୍କୁ ଏଲିସାଇଙ୍କୁ ଆମେ ଧନ୍ୟବାଦ ଦେବା କଥା। ସେ କହୁଛନ୍ତି ଯେ ଆମମାନଙ୍କର ପ୍ରଭୁଙ୍କର କାର୍ଯ୍ୟ ଆମମାନେ ବିନା ମୂଲ୍ୟରେ କରିବା ପାଇଁ ବାହାରିଛୁ। ତୁମର 10 ତାଳନ୍ତ ସୁନା, ତୁମର 6 ସହସ୍ର ମୁଦ୍ରା, ତୁମର ମୂଲ୍ୟବାନ ବସ୍ତ୍ର ତୁମ ଠାରେ ଥାଉ। ମୋର ପ୍ରଭୁଙ୍କର କାର୍ଯ୍ୟ ବସ୍ତ୍ରରେ ଟଙ୍କାରେ ବିକ୍ରି ହୁଏ ନାହିଁ। ମୋର ପ୍ରଭୁଙ୍କର କାର୍ଯ୍ୟ ହୃଦୟର ସହିତ, ମନର ସହିତ, ଆତ୍ମାର ସହିତ ପ୍ରଭୁଙ୍କର ଆଜ୍ଞା ପାଳନରେ ହେଇଥାଏ।
ଆଉ ସେ ତାଙ୍କୁ ରଠକ ମନା କରିଦେଲେ। ଆଉ ଯେତେବେଳେ ମନା କରିଦେଲେ, ଦୁର୍ଭାଗ୍ୟର ବଶତଃ ନାମାନର ଜଣେ ଏଲିଶାଇର ଜଣେ ଶିଷ୍ୟ ଅଛନ୍ତି, ସେ 1 ନମ୍ବର ଲୋଭିଆଟା। ସେ ବଳିବାଟା କୋଉଟା ଛାଡେ ନାହିଁ। କାର ଛିଟା ଫଟା ଫାଟି ଥିଲେ ବି ସେ ଧୀରେ ତାକୁ ନେଇ ସିଲାସିଲି କରି ସେ ପିନ୍ଧି ବଡପଣ ହେବା ଜଣେ ଶିଷ୍ୟ ଏଲିଶାଇକୁ ମିଳିଯାଇଛି। ଏଲିଶାଇଙ୍କର ଏଇ ଗିହେଜି। ଆଉ ଭାବୁଛନ୍ତି ମୋର ମାଲିକ କି ମୂର୍ଖ ମାଲିକ, ଏତେ ତାଳନ୍ତ ସୁନାକୁ ଇଏ ମନା କରୁଛି, ଏତେ ତାଳନ୍ତ ମୁଦ୍ରାକୁ ଇଏ ମନା କରୁଛି, ଏତେ ମୂଲ୍ୟବାନ ବସ୍ତ୍ରକୁ ଇଏ ମନା କରୁଛି। କି ଦଣ୍ଡ ପଡିଗଲା, ଏ କେବେ ଯାଏ ଏମିତି ଏ ଘରେ ସେ ଘରେ ଏ ପର୍ବତେ ଭିକ ମାଗିଲା ପରେ ହେଇଥିବ, ଆର୍ଥେ ମିଶିଲେ ଆଉ ଲାଭ ନାହିଁ। ଏମାନେ ଯେତେବେଳେ ବାହାରି ପଡିଲେ ଯେ ଆମମାନେ ବାହାରି ଯାଉଛୁ, ୟାର ମନ ମାନୁ ନାହିଁ। ଏ ପ୍ରଭୁଙ୍କର ଦାସଙ୍କର ଶିଷ୍ୟ ହେଇଛି ସତ, କିନ୍ତୁ ଲୋଭ ତାର ମସ୍ତକରୁ ଗୋଡ ପର୍ଯ୍ୟନ୍ତ ୟାଙ୍କୁ ଘାରି ପକଉଛି। ମସ୍ତକରୁ ଗୋଡ ପର୍ଯ୍ୟନ୍ତ ଲୋଭ ୟାକୁ ଏମିତି ହଇରାଣ ହରକତ କରୁଛି ଯେ କାଳେ ମୋର ରଜା ଜାଣିଦେବେ ପରା, କାଳେ ମୋର ପ୍ରଭୁ ଜାଣିଦେବେ ପରା, ମତେ ଠକ କରିବେ ବୋଲା କଣ କରିବି ମୁଁ। କିନ୍ତୁ ତାର ଲୋଭ ଏମିତି ତାକୁ କ୍ୟାପଚର କରିଦେଲା ଯେ ସେ ଆଉ ରହିପାରିଲା ନାହିଁ। କଣ କିଏ ଜାଣେ ଏଲିଶାଇଙ୍କୁ କହିଲା, ଆଜ୍ଞା ମୋର ବୋଧେ ଶୁଳା ଝାଡା ଟିକେ ହେଇଛି, କି ଦେହରେ ଘରେ ମିସେସର ଦେହ ଅସୁସ୍ଥ ଅଛି, କି ପିଲାକୁ ସ୍କୁଲ ଆଣି ଯିବାର ଅଛି, ନା ଆଉ କାହାକୁ କଣ କରିବାର ଅଛି। ଏ ଧୀରେ ବାହାନା ବନେଇକି ଏ ରଥର ପଛେ ଦୌଡିବା ଆରମ୍ଭ କଲା। ଦୌଡ଼ି 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 ଧୂସୁ ଧୂସୁ, ଆମର ଭାଷାରେ ଧୂସୁ ଧୂସୁ ହେଉ ହଉ ନାମାନ ଦେଖିଲେ ପଛ ନେଉଟି, ମୋର କଣ ଯଦି ଭୁଲ ହେଇଛି କ୍ଷମା କର, କାହିଁକି ଆସିଲ ପ୍ରଭୁ, ସବୁ ଠିକ ଅଛି ତ, ସବୁ କୁଶଳ ମଙ୍ଗଳ ଅଛି ତ। ହଁ କୁଶଳ ମଙ୍ଗଳ ଅଛି। ନାଇଁ ନାଇଁ, ଅମୁକ ଗାଁରୁ 2 ଜଣ ଆସିଲେ ଯେ ସେମାନଙ୍କ ପାଇଁ ଆମମାନଙ୍କ ରଜା ଗୋଟିଏ ତାଳନ୍ତ, କାହିଁକି ସେ ଜାଣିଛନ୍ତି ତାଙ୍କର କ୍ୟାପାସିଟି କେତେ, ଗୋଟିଏ ତାଳନ୍ତ ସୁନା ଅର୍ଥାତ୍ 35 କେଜିରୁ 40 କେଜି, ବିଚାରା ତାର ଭୋଇଁବା କ୍ୟାପାସିଟିରେ ସେ ମାଗିଛି, ଠିକ ଅଛି। ଆଉ 2ଟା ଡ୍ରେସ, ଗୋଟେ ଡ୍ରେସ ପିନ୍ଧି ପକେଇବି, ନହେଲେ ଗୋଟେ ଡ୍ରେସ ଖାନ୍ଦା ମୁଚଳା କରିବାକୁ ହେବ, ଚେମଲା କରିବାକୁ ହେବ, ଘୋଡେ ମୁଣ୍ଡେ ଭଇଲେ ଆଉ ଗୋଟେ ଡ୍ରେସ ଆଉ ଗୋଟେ ଆଡେ ଚେମଲା କରିବାକୁ ହେବ। 35 କେଜି ସୁନା କେ ଭଇ ପାରିବ, ଭାର କରିଲେ ହେବ ପରା ବୋଲି ସେ ଖଣ୍ଡେ ଟିକେ ସଜାଡି ହେବା ପାଇଁ ଆଉ 2ଟା ଡ୍ରେସ ମତେ ଦିଅନ୍ତୁ। ନାଇଁ ନାଇଁ ନାଇଁ, 2 ଜଣ ଯେତେବେଳେ ଆସିଛନ୍ତି, ତୁମେ 2 ତାଳନ୍ତ ସୁନାନି। କିନ୍ତୁ ଘରେ ବସି ପ୍ରଭୁଙ୍କର ଦାସ CCTVରେ ଆମମାନେ ମୋବାଇଲରେ ଯେମିତି ଭିଡିଓ କଲ କରୁଛୁ, ପ୍ରଭୁଙ୍କର ଦାସ ଏଲିଶାଇ ଏଇ ଗିହେଜିର ସବୁ କାରନାମା ପ୍ରଭୁ ତାଙ୍କୁ କହୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କର ଦାସ ମାନେ, ଏଇ ଲୋଭ ଏମିତି ନିଚକୁ ଧରି ପଳେଇ ଆସେ, ଏଇ ଲୋଭ ଆମମାନଙ୍କର ମାନ ମର୍ଯ୍ୟାଦାକୁ ଏମିତି ନଷ୍ଟ କରିଦିଏ ଯେ ଆମମାନେ ଜାଣିପାରି ନଥାଉ। ସେଇଦିନ ହନାନୀୟ ସଫିରା ସେମାନେ ଭଲ ମନରେ, ଭଲ ହୃଦୟରେ, ଭଲ ନିଷ୍ପତ୍ତି ନେଲେ, କିନ୍ତୁ ଯେତେବେଳେ ଟଙ୍କା ଦେଖିଦେଲେ ସେମାନଙ୍କର ନିଷ୍ପତ୍ତିକୁ ଲୋଭ ଖାଇଗଲା, ସେମାନଙ୍କର ପ୍ରଭୁ ଭୟକୁ ଚାପି ପକେଇଲା, ସେମାନଙ୍କର 2 ଜଣଙ୍କର ହୃଦୟକୁ ଶୈତାନ ଏମିତି ଲୋଭରେ କ୍ୟାପଚର କଲା। ଆଉ ଯେତେବେଳେ ଏମାନେ ଟଙ୍କା ନେଇକି ପିତରଙ୍କର ନିକଟକୁ ଯାଉଛନ୍ତି, ପିତର ପ୍ରଭୁଙ୍କର ଦାସ CC କ୍ୟାମେରାରେ ଦେଖିଲା ପରେ, ଭିଡିଓ କଲରେ ଦେଖିଲା ପରେ ଏମାନଙ୍କର ସବୁ କାରନାମା ହାରକାତକୁ ପ୍ରଭୁ ତାଙ୍କୁ ଜଣାଉଛନ୍ତି। ଆଉ ଯେତେବେଳେ ପ୍ରଭୁଙ୍କ ଦୃଷ୍ଟିରେ, ପ୍ରଭୁଙ୍କର ଦାସ ପିତରଙ୍କ ଦୃଷ୍ଟିରେ ଆସି ପହଞ୍ଚିଲେ, କହିଲେ କଣ ତୁମେ ଏତିକି ଟଙ୍କାରେ ବିକ୍ରି କରିଛ କି? ହାତ ସରିଗଲା। ସେମାନଙ୍କର ଲୋଭ ସେମାନଙ୍କର ମୃତ୍ୟୁର କାରଣ ହେଇପାରିଥିଲା। ଆଜି ଆମମାନଙ୍କର ସେବାକାଇ ଜୀବନରେ ନାମାନ କୁଷ୍ଠ ରୋଗ ସବୁ କିଛି ଅଛି, କିନ୍ତୁ ତା ଶରୀର ଭିତରେ କୁଷ୍ଠ ରୋଗ ଅଛି। କିନ୍ତୁ ଏ ଗରିବ ଝିଅ, ଏ ଜଣେ
ଆଉ ଖଟିଖିଆ ଝିଅ ଏ ବିଜୟ କରି ସେମାନେ ତାଙ୍କୁ ଆଉ ଇସ୍ରାଏଲରୁ ନେଇକି ଆସିଛନ୍ତି। ଏ ଗୋଟିଏ ଘରେ ଗୋଟିଏ ମାଙ୍କ ନିକଟରେ ଖମ୍ବାରି ଖଟୁଛନ୍ତି ସତ, ୟାର କୌଣସି ଅକାତ ନାହିଁ ସତ, କିନ୍ତୁ ଏଇ ଯୋଉ ପ୍ରଭୁ ପରମେଶ୍ୱରଙ୍କୁ ଜାଣିଛନ୍ତି ସେ ପୁରା ସିଷ୍ଟମକୁ ବଦଳେଇ ଦେଉଛନ୍ତି। ଆଉ ଯେତେବେଳେ ଏଲିଶାଇ ତାଙ୍କ ଠାରୁ ସୁନା ଗହଣା ନେବା ପାଇଁ ରାଜି ହେଲେ ନାହିଁ, ସେଇ ସମୟରେ ଆଉ ନାମାନ ଅନୁଗ୍ରହ କରି ଗୁହାରି କରି ରିକ୍ୱେଷ୍ଟ କରି ସେଇ ଦେଶର ପ୍ରଭୁ ପରମେଶ୍ୱରଙ୍କର ଦୃଷ୍ଟିରେ ସେ ନାମାନ ଏମିତି ନିଜକୁ ନ୍ୟୁନ କରିଦେଲେ ଯେ ପ୍ରଭୁଙ୍କର ଦାସ କିଛି ନିଅନ୍ତୁ ନ ନିଅନ୍ତୁ, କିନ୍ତୁ ସେ ଯୋଉ ପ୍ରକାର ଭାବରେ ମତେ ଆଶୀର୍ବାଦ କରି ସୁସ୍ଥ କଲେ, ଏ ମାଟିରେ ସେ ଶକ୍ତି ଅଛି, ଏ ମାଟିରେ ସେ ପ୍ରଭୁଙ୍କର ଆଶୀର୍ବାଦ ଅଛି। ଯେତେବେଳେ ପ୍ରଭୁଙ୍କର ଆଶୀର୍ବାଦ ପାଣିରେ ଅଛି, ଏଇ ମାଟିରେ ମଧ୍ୟ ଥିବ। ତେଣୁ ଏଇ ମାଟି ଖଣ୍ଡିକ ମତେ ନେବା ପାଇଁ ଆଜ୍ଞା କରନ୍ତୁ ପ୍ରଭୁ କରି ଯେତେବେଳେ ସେ ମାଟି ଧରିକି ଯାଉଛନ୍ତି ତାଙ୍କର ଦେଶରେ ଆଉ କିଛି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖେଇବା ପାଇଁ, ସେତେବେଳେ ଏଇ ଗିହେଜି ତାଙ୍କ ଠାରୁ ଯେତେବେଳେ ଲୁଚି ଛୁପି ମିଛରେ ଲୋଭରେ ପଡି ଧରି ଆସିଲେ, ପୁଣି ଘରେ ରଖିଦେଲା ପରେ ଯେତେବେଳେ ଏଲିଶାଇଙ୍କ ନିକଟକୁ ଯାଉଛନ୍ତି, ଏଲିଶାଇ ପଚାରିଲେ ମହାଶୟ ଯାଇଥିଲେ କୁଆଡେ? ନାଇଁ ସାର୍ କୁଆଡେ ଯାଇନି, ଏଇ କୁଣିଆ ଗୋଟେ ଆସିଥିଲା ତ ଯାଇଥିଲି, ନହେଲେ ମିସେସ୍ ସ୍କୁଲରୁ ଛୁଟି ହେଲା ତ ଘଣ୍ଟେ ବେଳେ ଟିକେ ଯାଇଥିଲି ଆଣିବା ପାଇଁ, ପିଲାଙ୍କର ଛୁଟି ହେଲା। ହଇରେ ବାବୁ ତୁ କୋଉଠି କୋଉଠିକି ଯାଇଥିଲୁ ସବୁ ସିସି କ୍ୟାମେରାରେ ମତେ ପ୍ରଭୁ ଦେଖଉଛନ୍ତି। ଆଉ କହିଲେ ଧନରେ ମୁଁ ତାକୁ ପ୍ରଭୁ ପରମେଶ୍ୱରଙ୍କର ନାମରେ ସୁସ୍ଥ କରି ପଠେଇଲି, ତାର କୁଷ୍ଟି ତାର ସଙ୍ଗରେ ସେଇ ଦେଶକୁ ଗଲା, କିନ୍ତୁ ଯେହେତୁ ତୁ ପ୍ରଭୁଙ୍କର ଦୃଷ୍ଟିରେ ଲୋଭ କରି ଆଶା କରି ତୁ ଯୋଉ ସବୁ କିଛି ନେଇ ଆସିଛୁ, ସେଇ କୁଷ୍ଟି ରୋଗ ତୋର ସହିତ ମଧ୍ୟ ଆସିଛି। ତେଣୁ ତୁ ଆଉ ତୋର ପିଢି ସମସ୍ତେ ଯା। ଆମମାନେ ଯେତେ ଜଣ ପ୍ରଭୁଙ୍କ ସେବାରେ ଅଛୁ, ଆମମାନେ ଜାଣି ରଖିବା ଦରକାର ଆମମାନଙ୍କର ସବୁ କିଛି ପରଫେକ୍ଟ ଅଛି। ଆମମାନେ ଭଲ ପ୍ରାର୍ଥନା କରି ଜାଣିଛୁ, ଆମମାନେ ଭଲ ବାକ୍ୟ ଦେଇ ଜାଣିଛୁ, ଆମମାନେ ଭଲ ଗୁଡ ଲୁକିଂ ଅଛୁ, ଆମମାନଙ୍କୁ ପ୍ରଭୁ ଭଲ ଚାକିରି ଦେଇଛନ୍ତି, ଆମମାନଙ୍କର ପିଲା ଛୁଆ ମାନଙ୍କୁ ଆଶୀର୍ବାଦ କରିଛନ୍ତି, କିନ୍ତୁ ଆମମାନେ ନାମାନ ପରି କୁଷ୍ଠ ରୋଗରେ କୌଣସି ଏକ ଲୋଭରେ ହଜି ଯାଇନୁ, ମାତି ଯାଇନୁ ତ? ପ୍ରଭୁଙ୍କ ଦୃଷ୍ଟିରେ ଆମମାନଙ୍କୁ ପ୍ରଭୁ ଯେଉଁ ଆହ୍ୱାନରେ ଆହୁତ କରିଛନ୍ତି, ସେଇ ପ୍ରଭୁ କହନ୍ତି ଯେ ବଣର ଯୁବା ସିଂହ ମାନେ ଭୋକିଲା ଅନୁଭବ କରିବେ, ଭୋକ ଅନୁଭବ କରିବେ, କିନ୍ତୁ ଯେଉଁମାନେ ମୋର ବାକ୍ୟ ନେଇ ସେମାନେ ଭ୍ରମଣ କରୁଛନ୍ତି ସେମାନେ କେବେ ମଧ୍ୟ ଭୋକରେ ରହିବେ ନାହିଁ। କାରଣ ଆକାଶର ପକ୍ଷୀ ମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ, କାଟନ୍ତି ନାହିଁ, କିମ୍ବା ଅମାରରେ ସଂଗ୍ରହ କରନ୍ତି ନାହିଁ, କିନ୍ତୁ ତୁମମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଯୋଗାନ୍ତି। ଯେତେବେଳେ ପ୍ରଭୁ ପରମେଶ୍ୱର ଆମମାନଙ୍କର ସ୍ୱର୍ଗସ୍ଥ ପିତା ହେଇଯାନ୍ତି, ଆମମାନେ ଜାଣି ରଖିବା ଦରକାର ଯେ ଆମମାନଙ୍କର ପ୍ରଭୁ ଆମମାନଙ୍କର ସବୁ ଅବସ୍ଥାରେ ସବୁ ଗତିରେ ସେ ପ୍ରଥମ ସ୍ଥାନ ପାଇବାର ଆବଶ୍ୟକତା ଅଛି। ସେଇଦିନ ସାରିପତ୍ର ବିଧବାର କିଛି ନଥିଲା, କିନ୍ତୁ ସେଇ ମୁଠରେ ମଧ୍ୟ 2 ଚାମୁଟା ସେ ପ୍ରଭୁଙ୍କର ଦାସକୁ ପ୍ରଥମ ସ୍ଥାନ ଦେବା ପାଇଁ ଆଉ ପ୍ରଥମ ସ୍ଥାନ ଦେଲା, ଏବଂ ଏଇ ଦୁର୍ଭିକ୍ଷରୁ ସେ ଉଦ୍ଧାର ପାଇଲା। ପ୍ରଭୁଙ୍କର ନାମକୁ ବିଜାତି ଦେଶରେ ଆଉ ପ୍ରବଗଣ୍ଡା କରିବା ପାଇଁ ଏଲିଶାଇ ତାଙ୍କ ଠାରୁ କିଛି ସୁନା ନେଲେ ନାହିଁ, ବସ୍ତ୍ର ନେଲେ ନାହିଁ, କାରଣ ପ୍ରଭୁଙ୍କର ବାକ୍ୟ ଆଉ ବିନା ମୂଲ୍ୟରେ ଆମମାନେ ପାଇଅଛୁ, ପ୍ରଭୁଙ୍କର ଶକ୍ତି ବିନା ମୂଲ୍ୟରେ ପାଇଅଛୁ, ଆମମାନେ ବିନା ମୂଲ୍ୟରେ ପ୍ରଚାର କରିବା, ବିନା ମୂଲ୍ୟରେ ସୁସ୍ଥତା କରିବା। କିନ୍ତୁ ଗିହେଜିଙ୍କ ମନରେ ଏମିତି ଲୋଭ ଖାଇଗଲା ଯେ ତାଙ୍କର ସକଳ କୁଟୁମ୍ବକୁ ଆସିବା ପିଢିକୁ ସେ ଆଶୀର୍ବାଦ ଅର୍ଜନ କରିବା ସତ୍ତ୍ୱେ ତା ପ୍ରତି ବଦଳରେ ଅଭିଶାପ ଅର୍ଥାତ୍ କୁଷ୍ଠ ରୋଗ ଅର୍ଜନ କରିକି ଦେଲା। ଆଜି ଆମମାନେ ଯେଉଁ ପ୍ରଭୁଙ୍କର ସେବକ କରୁଅଛୁ, ଏଲିୟଙ୍କ ଠାରୁ ଆଶୀର୍ବାଦ 2 ଗୁଣରେ ଏଲିଶାଇ ପାଇଲା ପରେ ଆମମାନେ ଆଶୀର୍ବାଦ ଆଉ ସେବକ ସେବିକା ଅଛୁ ନା ଏଲିଶାଇଙ୍କ ଠାରୁ ଗିହେଜି ଆଶୀର୍ବାଦ ପାଇଲା ପରେ ଅଭିଶପ୍ତର ଆଶୀର୍ବାଦର ସେବା କରୁଅଛୁ? କାରଣ ଆମମାନଙ୍କର ପ୍ରଭୁ ଆମମାନଙ୍କର ପ୍ରତ୍ୟେକ କଳ୍ପନା, ଆମମାନଙ୍କର ପ୍ରତ୍ୟେକ ଚାଲିଚଳନ, ଆମମାନଙ୍କର ପ୍ରତ୍ୟେକ କଥା ଭାଷା ସେ ସିସି କ୍ୟାମେରାରେ ଦେଖୁଛନ୍ତି। ଆମମାନଙ୍କର ପ୍ରତ୍ୟେକ ଆକ୍ଟିଭିଟିଜ ପ୍ରଭୁ କିଛି ନିୟନ୍ତ୍ରଣ କରୁଛନ୍ତି। ଯେତେବେଳେ ଆମେ ପ୍ରଭୁଙ୍କ ନିକଟକୁ ଯାଉ,
आमने कहि परिबा कि प्रभु मोर हृदयर पवित्रतार सहित मु तुम निकट को आसी, मोर ज्ञानर पवित्रतार सहित मुझे निकट को आसी ना मोर मुख कूट कपटर भरपूर, मो हृदय कूट कपटर भरपूर, मु केवल लोभ मय माहारे भरपूर है मु प्रभु निकट को जाऊँगी। जदि जाऊँगी मन रखा दरकार आम मैंने जदि निजक पवित्र करवा ना, कारण से पवित्र परमेश्वर से आम मान को कही न था जे बी होली बिकॉज योर फादर इज होली। कारण आम मैंने जो प्रभु परमेश्वर सेवा करुचु से पवित्र अटंती, तांकर वाक्य पवित्र, तांकर चाली चलन पवित्र, तांकर कथा भाषा पवित्र, तांकर सोच पवित्र, तांकर सब किछि पवित्र। आउ जो मैंने पवित्र परमेश्वर सेवा पवित्र भाव करती, तांकर वाक्य को पवित्रतार सहित, तांकर प्रार्थना को पवित्रतार सहित करती, से माने दुई गुण आशीर्वाद प्राप्त योग्य अटंती। आउ लोभरे जदि छद्म भेषरे किछि करती ताहले ता पछरे केवल ता पछरे ता पाई अभिशाप नाई, तार सकल पीढ़ी पाई अभिशाप अछि। कारण जितेबले दानिएल रो विरुद्ध रे 120 क्षितिपाल माने षडयंत्र कले, राजा नबुकदनेस्सर जानी पारिथिले जे ए मानकर औरसरे जन्मिबा पुओ मानकु मध्य एई प्रकार कूटनीतिर हृदय थिबो, कूटनीतिर मनोभाव थिबो, आउ एई प्रकार मां माने कूटनीतिर पुओ मानकु जन्म करिवे, जेहेतु ए मानकर बापा माने मध्य प्रभुंकर जणे दासर विरुद्ध रे षडयंत्र करिसंती। सेइथिपाई प्रभुंकर से रजा आज्ञा प्राप्त है से समस्त को कहले जे तुम्हें माने तुम मानकर स्त्री माने आ तुम मानकर बालक मान को आनी सिंह गर्त पकई दियो, जे मु जो राज्य राजा राज्य राजत्व करुअछि से राज्य एई प्रकार कूट कपट जनकर विरुद्ध रे हिंसा लोक मते दरकार नहीं। आउ एई प्रकार पीढ़ी आउ पीढ़ी ऊपर पीढ़ी जन्मिबे, सेइथिपाई तुमे समस्त को एबे मु सिंह गर्त पसई खत्म करदेवी, आउ समस्त को धूलिसात करदेले। आज आम मानकर सेवा कार्य आम मानकर उपर अधिकारी मानकर सहित आमने प्रभुंकर पवित्र सेवा कार्य करुछु। आमने निज निज हृदय को, निज निजर कार्य को, निज निजर बोली को आम माने झांकी देखिबार आवश्यकता अछि। प्रभु मु तुम दृष्टि रे केते प्योर अछि, कारण प्रभु तुम्हें प्योर अट, प्रभु तुम्हें पवित्र, मोर वाक्य पवित्र की मु जो घर को जाऊँची प्रभु प्रार्थना उद्देश्य रे प्रभु मोर मन पवित्र अट कि प्रभु से विधवा मां तार स्वामी को हरई पिला मानकर सहित केते कष्ट रे अछि प्रभु मु गुटे 500 गुटे 200 ता ठारू आनिबा पई जाउछि ना प्रभु मु आलू केजीटी टमाटो गुटे पाउ केजी धरी जाउछि से विधवा को देबा पई। आम मानकर मन आम मान को कोन चेतना देउछि लोभर सहित जीवा पाई ना तांकु किछि आशीर्वाद करिबा पाई। आम माने शत सेनापति से आउ से सेनापति दामान परि न हेले मध्य जदि प्रभुंकर शक्ति से छोट जड़े आम भाषा रे घरे चाकरी करबा झाड़ू पोछा लगेबा झियो से प्रभु परमेश्वर को जानिथिले, कारण से दिने काले एलिसाईंकर संसर्श रे आसीथिले, जेहेतु से एलिसाईंकर शक्ति को बारी पारिथिले। एलिसाईंकर निकट को जो माने बंध्यारे आसीछंती प्रार्थनार सहित जाई से माने पिला छुआ मानकर मां हिचंती, जो माने सुनी न पारी एलिसाईंकर निकट को आसीछंती तांकर दास एलिसाई प्रार्थना करिछि आउ से माने सुनी सुनी प्रभुंकर स्तुति प्रशंसा करी करी जाइछंती। लेंगड़ा माने जो माने आसीछंती से माने कुदा मारु मारु सुस्थतार सहित जाइछंती। आउ से एलिसाई रो प्रभु परमेश्वर को ए छोट बालिका हेले मध्य जानिछंती आज शत सेनापति को से केवल धैर्यर सहित साहसर सहित ठिड़ा हे कहि पारिले मैडम आमनकर प्रभु जदि एलिसाईंकर निकट को जिबे ताहले से सुस्थ होई फेरी आसीबे। आज आमनकर वाक्य प्रभुंकर शक्तियुक्त वाक्य प्रभु आमन को जो एम्बासेडर करिसंती को तांकर वाक्यर दूत करिसंती सेही वाक्य अनुसार आम माने जाउछु कि ना सेठी आम माने आउ किछि मिक्सी लगौछु। जदि मिक्सी लगौछु आम मानकर स्वतंत्रता पाई सुविधा पाई ताहले आम माने सतर्क हो जिबा, कारण प्रभु से बिना मूल्य रे आम को दान करिसंती। आसु आमने प्रभुंकर सकासु प्रभुंकर गौरवर कारण सकासु आमने बिना मूल्य रे आगो को बढ़िबा एवं प्रभुंक ठारू आशीर्वाद प्राप्त हेबा। प्रभु अल्प वाक्य रे शिक्षा रे आमे समस्त को
ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ମୁଁ ଦିନ ଦାସଙ୍କୁ ଆଜିର ବାକ୍ୟ ପରିବେଷଣ କରିବା ନିମନ୍ତେ ସୁଯୋଗ ଦେଇଥିବାରୁ ଭାଇ ପିଟର ଆଜ୍ଞାଙ୍କ କତିରେ ପୁଣି ଆପଣମାନେ ସମସ୍ତେ ଶ୍ରବଣ କରିଥିବାରୁ ଆପଣମାନଙ୍କ କତିରେ ଅଶେଷ ଅଶେଷ ଧନ୍ୟବାଦ। ପ୍ରଭୁ ଏ ଅଳ୍ପ ବାକ୍ୟରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। थैंक यू सर, थैंक यू सो मच। बहुत सुंदर वाक्य थिला। आपण अति सुंदर भावरे 6 जनकर चरित्र को आपण रखिले। आरामीय राजा, आरामीय सेनापति नामान एवं बंदित्व रे आसीथिबा झियो, तापरे अन्य पार्श्वरी इस्राएल रो राजा, इस्राएल रो थिबा भविष्यत वक्ता एलिसा एवं तांकरी सहदास गिहेजी। अति सुंदर भावरे 6 जनक चरित्र विषय रे आपण पुंखानुपुंख भावरे वाक्य रखी अछंती। आउ वास्तवरी आमानकर व्यक्तिगत जीवन रे, पारिवारिक जीवन रे, मांडलिक जीवन रे, सेवा कार्य मध्य रे अति आवश्यक जो वाक्य ता प्रभु आपन मुख दे प्रकाश करी अछंती। लिमा सर को पाई एक उच्च करताल दे आमने धन्यवाद देबा। थैंक यू सो मच सर। ए बड़ी मझे मझे आसंतु वाक्य दे आमान को करेक्शन करू थांतो। आ आमाने प्रार्थना करिबा पूर्वरु मो अनुरोध करूछि आमान को मध्यरी आओ रेवरेंड प्रमोद परिछा सर अछंती। मते सुनी पारुछंती सर? रेवरेंड प्रमोद परिछा सर, प्रमोद परिछा सर। हाँ आज्ञा। हाँ, आपण ए जो पंचम गेट टुगेदर रो विज्ञापन आपण संक्षिप्त रे प्रकाश करिबे। आपनकर विज्ञापन सरिला परे सुदूर आओ आमानकर प्रिय प्रभुंकर दास आओ पूरी मंडली रु जॉइन करिसंती पास्टर पीके राउल सर। से प्रार्थना करिबे। आ पीके राउल सर को प्रार्थना सरिला परे आमानकर समस्तंकर प्रिय प्रभुंकर अभिषिक्त दास रेवरेंड लाभवान राउल सर आदर्श एवं आशीष भिक्षार प्रार्थना करिबे। उपस्थित समस्त मोर आंतरिक नमस्कार। आ मु धन्यवाद देवी आज वक्ता को। शोई पड़े पड़ा बोली से भावुले कि शोई नी मु वीडियो टी ऑफ करी कहीं ये दुगु आ धन्यवाद। बहुत सुंदर वाक्य थिला। एक दासी इस्राएल दासी विषय कहले, नामान विषय कहले, गेहेजी विषय मत 3टी विषय कहले। प्रभु तांको आशीर्वाद करंतु। आसंतु माने पंचम गेट टुगेदर एक ऐतिहासिक कहले अत्युक्त हेब नाही। जेहेतु आमे तो गेट टुगेदर ए पाखापाखि सब कराउछि, किंतु आमे गत वर्ष चतुर्थ उठी रहीतिला एबे मुंबई रे राम मान को पाए उठे प्रभु कौन योजना करछन्ते मु कहि पारुनी, किंतु आमे योजना करिकि प्रभुଙ୍କ हस्ତରେ समर्पण करिबा। आमे प्रभुଙ୍କ इच्छा हेले समस्त कार्य साधित हब। तेणु समस्त प्रथम काम होछि समस्त प्रार्थना। प्रार्थना जदि आमे करिबा प्रभु सब कार्य साधित। से दिन सुनुथिला ताको दृष्टि हमर आमानकर जे के एडवाइजर कहउथिले जे अब्राहम कर 100 वर्ष आंकर 90 वर्ष जे कि जीर्ण छिन्न अवस्था अवस्थे वृद्धा वृद्ध अवस्था गोटे ईशा कोटी गोटे पुओ हेले। तेणु प्रभु को निकट हम प्रार्थना है विश्वास सहित प्रार्थना करबा। ए पंचम गेट टुगेदर मुंबई बोले शहर रे से हमको अनुष्ठित करिया को देबे। तांकर गौरव तांकर प्रशंसा सेठी हम करि परिबे। तापर द्वितीय विषय मु कहूची जे सेठी निमते 4000 टका धार्य करा जायछि। हम समस्त जानुछु रहिबा खाइबा बुलिया पाए एथि पय 4000 टका करा जायछि। आ मुंबई शहर को 4000 एक किछि बड़ नुह, किंतु एइरा हम पय गोटे सुजोग। कहीं व्यक्तिगत भाव मुझे चिंता करी व्यक्तिगत भाव आज पर्यंत मुंबई नहीं कि कलकाता नहीं दिल्ली नहीं कौटा देखी पारे मुझे काली कहते जन को जे यहाँ गोटे आम सुजोग ना उटी को आम जावाई सुविधा ना कि मुंबई मत मो मो योग्य सुविधा ना। तेणु मु आपण मान को अनुरोध करुच्ची यहाँ आम गोटे सुजोग आसी समस्ते मिलमिशी से प्रभु आराधना करवा आ मुंबई शहर देखा से 4000 ए 25 तारीख पूर्व गोटे 1000 टका पठे दिंतु आडभांस जेहेतु आम स्थान संरक्षण यहाँ हूँ प्रथम स्थान होची स्थान नाला आम के 10,000 काढ़ीदे किसी उपकार को आसबनी। तेणु स्थान संरक्षण हूँ प्रथम स्थान। तेणु समस्त 1000 लखी आ 2-3 दिन अच्छी पठेवा चेष्टा करूँ आ पठातु समस्त मु अनुरोध करुच्ची। एति मात्र विज्ञापन। समस्त नमस्कार।
धन्यवाद सर सुंदर विज्ञापन पाई प्रभु आपको आशीर्वाद करंतु आ गतकाली आमने हिसाब करूथिलु पाखापाखि 60 लोक बाहरुछंती आ सेई उटीरु मध्य सॉरी से बॉम्बे रु मध्य आमानकर उड़िया भाई माने भी पाखापाखि 10-15 जॉइन करिवे एया भी आशा रही वर्तमान द्रुत गति रे आओ रेजिस्ट्रेशन चली जो माने वर्तमान पर्यंत रेजिस्ट्रेशन करि नाहंती आमानकर सभापति आज्ञा बारंबार ताहा प्रकाश करूछंती आ समस्ते शीघ्र रेजिस्ट्रेशन करिवा पाई चेष्टा करंतु धन्यवाद आओ पीके रावल सर मते सुनी पारुछंती आज्ञा आज्ञा प्रेज द लॉर्ड प्रेज द लॉर्ड सर आपण विज्ञापन पाई प्रार्थना करंतु जे बॉम्बे रो गेट टुगेदर प्रोग्राम रो सफलता निमंते प्रभु लोकमान को मेंटली फिजिकली फाइनेंशियली स्ट्रांग करंतु जे प्रकार की समस्ते बाहरिबे प्रोग्राम जे सक्सेस हेबो सेथि निमंते एवं सुंदर भाव ईश्वर वाक्य दे अछंती प्रभु दास रेवरेंड डेविड लिमा सर तांको पाई तांको सेवा कार्य परिवार पाई जेते जण माने वाक्य को श्रवण करिछु उक्त वाक्य जेपरि हृदय रखि पारिबो सेथि पाई प्रार्थना रे स्मरण करंतु एवं आओ गाइबा मंडली रो पालक आओ आमानकर पवित्र व्यवर्ता आज्ञांकर भाउज से डेथ करिसंती आओ तांकर से दुखी परिवार पाई शांति सांत्वना पाई आमने प्रार्थना करिबा से भली जानत अजानतरी अनेक लोक असुस्थ अछंती निर्मला लिमा मा से असुस्थ अछंती तांकर सुस्थता पाई ललिता दिगाल दीदी असुस्थ अछंती तांकर सुस्थता पाई एवं आ रिहांसी झियोटी 11 मासर झियो जे कि कंद एडी आईसीयू रे अछंती भुवनेश्वर मेडिकल रे तांकरी सुस्थता पाई ता सहित अनेक प्रभुंकर दासदासी माने एबे जॉइन करि पारु नांती कोन पाई मो भी कहि पारुनी किंतु प्रभु सेमान को ठीक समय रे उठिबा पाई सहाय्य करंतु बहुत लोक जे जॉइन करंतु आशीर्वाद को प्राप्त करंतु एथि निमंते प्रार्थना करिवे धन्यवाद सर समस्त को प्रेज द लॉर्ड नमस्कार प्रार्थना करे मु मॉर्निंग वाक देखि गोटे दुकान रे ठिया आइछि